ପ୍ରାୟ ଟାଇମ ଖାଇଦିଅନ୍ତି। ତ କିଛି ଦିନ ପରେ ଥରେ ସ୍ୱପ୍ନ ଦେଖୁଛନ୍ତି ମା କାଳି ଆସିଛନ୍ତି ସ୍ୱପ୍ନରେ, କହୁଛନ୍ତି ଏ ବାଳକ ତୁମେ ମୋ ପଇସା ନେଇ କାହିଁ ଖାଉଛ? ତୁମେ ମୋ ପ୍ରଭୁର ଭକ୍ତ, ମୁଁ ତେଣୁ ତମର କିଛି କରିପାରୁନି। ଏ ସାଧାରଣ ପିଲା କିଏ ତ ମୁଁ ଖାଇ ଦେଇଥାନ୍ତି। ତ ସେତେବେଳେ ସିଏ ଏଇଟା ବୁଝିପାରିଲେନି। 7-8 ବର୍ଷର ବାଳକ, କଣ ମୋ ପ୍ରଭୁ କିଏ କଣ କାଳି ଦେଖିଲେ ସିଏ। ଆଉ ତାପରେ ଆଉ କିଛି ଯେତେବେଳେ ସେ ଭକ୍ତ ହେଲେ ମାୟାପୁରରେ, ନିଡ୍ ଗୋଟେ ଜଏନ୍ କଲେ, ବ୍ରହ୍ମଚାରୀ ହେଲେ, ଏ ଗୀତା ଭାଗବତ ସବୁ ଶୁଣିଲେ, ଗୁରୁ ଆଚାର୍ଯ୍ୟଙ୍କ ଠାରୁ ପଢିଲେ, ସେତେବେଳେ ତାଙ୍କର ପିଲା ବେଳର କଥାଟା ମନେ ପଡିଲା, ସ୍ୱପ୍ନ କଥାଟା। ସେ ମା କାଳି କାହିଁକି କହିଥିଲେ ତୁ ମୋ ପ୍ରଭୁର ଭକ୍ତ? ଆମେ ଜାଣିପାରୁନାହାନ୍ତି ଆଜି କିଏ ଭକ୍ତ ହବ କଣ ହବ। ଦେବାଦେବୀ ନା ସେମାନେ, ଭଗବାନଙ୍କର ସେବକ ସେବିକା, ସେମାନେ ବୈଷ୍ଣବୀ ନା। ଭଗବାନଙ୍କର ନିର୍ଦ୍ଦେଶରେ ନିଜ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି, ସେବା ପାଳନ କରୁଛନ୍ତି। ସେମାନେ ବୈଷ୍ଣବୀ। ମହାପ୍ରଭୁ କୋଉଠି କୌଣସି ଦେବାଦେବୀଙ୍କୁ ତିରସ୍କାର କରୁନାହାନ୍ତି। ପ୍ରଣାମ କରିବା, ତମେ ଜଣେ ବୈଷ୍ଣବୀ ଦେଖିଲେ ପ୍ରଣାମ କର। ଠିକ ସେମିତି ପ୍ରଣାମ କରିବା, ସମ୍ମାନ କରିବା। ସ୍ପେଶାଲ ପୂଜା ଆରାଧନା ନ କରିପାରିବା ଅଲଗା କଥା। ଯାହା ତ ଏସବୁ ପ୍ରାକ୍ଟିକାଲ ଏକ୍ସାମ୍ପଲ ଯେ ପ୍ରଭୁ ସେୟାର କରୁଥିଲେ। ଯେ ପିଲା ବେଳର ମୁଁ ଏଇ ସ୍ୱପ୍ନଟା ମୁଁ ମାୟାପୁର ଆସିକି 2-3 ବର୍ଷ 5 ବର୍ଷ ପରେ ମୁଁ ଏଇଟା ଫିଲ୍ କଲି। କଣ ପାଇଁ ସ୍ୱପ୍ନଟା ଏମିତି ଦେଖିଥିଲି? ମା କାଳି କହିଲେ ତୁ ମୋ ପ୍ରଭୁର ଭକ୍ତ, ମୁଁ କିଛି କରିପାରୁନି। ତେଣୁକରି ଜଣେ ଭକ୍ତ ଭକ୍ତି କଲେ ସମସ୍ତ ପ୍ରାଣୀ ପ୍ରସନ୍ନ ହେବେ। କଣ ପାଇଁ ନା କୃଷ୍ଣ ଯଥା ତରୁ ମୂଳ ସିଞ୍ଚନ, ଗଛର ପାଣି ମୂଳରେ ପାଣି ଦେଲେ ଅଟୋମେଟିକ ଗଛ ଫଳ ସବୁ ଫଳିବ। ଭଗବାନଙ୍କୁ ପୂଜା କଲେ ମାନେ ଜଗତ ତୃପ୍ତି। ତାପରେ ଆସୁଛି ସାରା ଜଗତର ଅନୁରକ୍ତି। ଯିଏ ଭକ୍ତି କରିବ ତାଙ୍କୁ ସମସ୍ତେ ପ୍ରେମ କରିବେ। ଏ ସେକେଣ୍ଡ ପାରାଗ୍ରାଫ ପଢ। हरे कृष्णा प्रभु जी, जो 8 नंबर पेज रो सेकंड पैराग्राफ टा आरंभ लेखा है कृष्णचंद्र आंदोलन किपरि समग्र विश्व दृष्टि आकर्षण कर। आज्ञा आज्ञा। हरे कृष्णा समस्त वैष्णव प्रणाम। कृष्ण भावनामृत आंदोलन किपरि समग्र विश्व ର ଦୃଷ୍ଟି ଆକର୍ଷଣ କରିପାରିବ ଏବଂ ପ୍ରତ୍ୟେକ ମନୁଷ୍ୟ କିପରି କୃଷ୍ଣ ଭାବନା ଅମୃତର ଆନନ୍ଦ ଲାଭ କରିପାରିବ ତାହା ପଦ୍ମ ପୁରାଣରେ ନିମ୍ନ ପ୍ରକାର ଉଲ୍ଲେଖ ରହିଛି। ପୂର୍ଣ୍ଣ ରୂପରେ କୃଷ୍ଣ ଚେତନଶୀଳ ହୋଇ ପ୍ରେମପୂର୍ଣ୍ଣ ସେବାରେ ନିଯୁକ୍ତି ଥିବା ବ୍ୟକ୍ତି ସମଗ୍ର ଜଗତର ସର୍ବୋତ୍ତମ ସେବା କରୁଛି ଏବଂ ସେ ବିଶ୍ୱର ପ୍ରତ୍ୟେକକୁ ଆନନ୍ଦ ପ୍ରଦାନ କରୁଛି ବୋଲି ବୁଝିବାକୁ ହେବ। ମାନବ ସମାଜରେ ସାଙ୍ଗକୁ ସେ ବୃକ୍ଷଲତା ଏବଂ ପଶୁମାନଙ୍କ ମଧ୍ୟ ଆନନ୍ଦ ପ୍ରଦାନ କରୁଛି, କାରଣ ସେମାନେ ମଧ୍ୟ ଏହି ଆନ୍ଦୋଳନର ପ୍ରତି ଆକୃଷ୍ଟ। ଏହାର ଏକ ବାସ୍ତବିକ ଦୃଷ୍ଟାନ୍ତ ଶ୍ରୀ ଚୈତନ୍ୟ ମହାପ୍ରଭୁ ଦେଖାଇଥିଲେ, ଯେତେବେଳେ ସେ ମଧ୍ୟ ଭାରତରେ ଝାରିଖଣ୍ଡ ଜଙ୍ଗଲର ମଧ୍ୟରେ ଦେଇ ତାଙ୍କର ସଂକୀର୍ତ୍ତନ ଆନ୍ଦୋଳନ ପ୍ରସାର ପାଇଁ ଗତି କରୁଥିଲେ। ବାଘ, ହାତୀ, ହରିଣ ଏବଂ ଅନ୍ୟ ହିଂସ ଜନ୍ତୁଗଣ ତାଙ୍କ ସହିତ ଯୋଗ ଦେଉଥିଲେ ଏବଂ ସେମାନଙ୍କର ନିଜ ନିଜ ପନ୍ଥାରେ ନୃତ୍ୟ କରି ଏବଂ ହରେ କୃଷ୍ଣ ଉଚ୍ଚାରଣ କରି ଭାଗ ନେଉଥିଲେ। ପ୍ରଭୁ ଆଗକୁ ପଢିବି ନା ଆମେ ଏହା ପୂର୍ବରୁ ଉଦାହରଣ ଦେଉଥିଲେ ମହାପ୍ରଭୁଙ୍କର ବି, ମହାପ୍ରଭୁଙ୍କ ବିଷୟରେ ବି କିପରି ସମସ୍ତଙ୍କୁ ପ୍ରସନ୍ନ କରିବ ଏବଂ ସେ ଅନୁରକ୍ତି ମାନେ ସମସ୍ତଙ୍କୁ ଆକର୍ଷଣ କରିବ, ତାଙ୍କର ଅନୁରାଗ ବଢିବ। ଏବଂ ଆପଣ ଦେଖିଥିବେ ବେଳେ ବେଳେ ପଦଯାତ୍ରା ଗାଡି ଆମର ଚାଲିଛି ଲୋକନାଥ ସିଂହ ଗୁରୁ ମାନଙ୍କର, ଏବଂ ପ୍ରଭୁପାଦ କରିଛନ୍ତି ଆମର ସଂକୀର୍ତ୍ତନ ଗାଡି। ଗୌର ନିତାଇ ଫଟୋର ମାନେ ବିଗ୍ରହ ରଖିକି ବହି ବା ଭଗବାନଙ୍କର ଜିନିଷ ସବୁ ପ୍ରଚାର କରୁଛନ୍ତି। ଗୋଟେ ଗୋଟେ ଗ୍ରାମରେ କୋଉଠି କୋଉଠି ମାନେ ଯୋଉମାନେ ସେମିତି ଭକ୍ତି ଯୋଉମାନେ ଜାଣିଛନ୍ତି ଭଲ ମନ୍ଦ, ସେମାନେ ଭକ୍ତ ମାନଙ୍କୁ ଦେଖିଲେ ବୟସ୍କ ଲୋକ, ଆମ ଭକ୍ତ ମାନେ ପିଲାମାନେ କମ ବୟସ, ସେମାନେ ଆସି ତାଙ୍କୁ ପାଦ ଛୁଇଁ ପ୍ରଣାମ କରିଦଉଥିବେ, ତାଙ୍କୁ ଫୁଲହାର ଦଉଥିବେ। ମୁଁ ତ ପଦଯାତ୍ରା ଯାଇଥିଲି କିଛି ଦିନ, ଦେଖିଲି ଯୋଉ ଗାଁକୁ ବଳଦ ଗାଡି ପଶିବ ସେ ଗାଁରେ କିଛି କିଛି ଲୋକ ଫୁଲହାର ଧରିକି ସ୍ୱାଗତମ କରିବା ପାଇଁ ଥିବେ, ଶଙ୍ଖ ବଜେଇକି ଚନ୍ଦନ ଲଗେଇକି ଧରିକି। ଏ ହଉ ତାର ଲକ୍ଷଣ। ସେ ବଳଦ କେବେ ପୂଜା କରନ୍ତି ସେମାନେ,
भगवान को पूजा करन भक्त को भी पूजा करन तेणुक भगवान भक्ति कले समस्त को आकर्षित कर सद्गुण भक्ति करिया बेले समस्त प्रकार सद्गुण आसीଯିव तापर पागड़ा जन भक्त पड़े हरे कृष्ण हरे प्रभु कृष्ण जी। प्रभु। अधिकंतु कृष्ण भावना निजुक्त व्यक्ति प्रेमपूर्ण सेवा करने द्वारा साधारणतः देवता मानक ठारे थिबा समस्त सद्गुणर अधिकारी हुअन्ति। श्रीमद् भागवतम पंचम स्कंदरे श्रील सुखदेव गोस्वामी कहिसंति, हे प्रिय राजन, श्रीकृष्ण ठारे अविचलित विश्वास रखिथिबा एवं अंतरे बाहरे दुई रकमर मत पोषण करुनथिबा व्यक्ति देवता मानक ठारे थिबा समस्त सद्गुणर अधिकारी होई पारंती। जणे भक्तर उच्च कोटिर कृष्ण भावनामृत जोगु देवता गण से भक्ति दे पारे भक्ति शिक्षा दे पारे अलग जड़ जगत विचार विमर्श उपयुक्त स्थिति थे कि भगवान भक्ति संबंध ज्ञान दे पारे एवं जड़े भक्त जो व्यक्ति कृष्ण भक्ति पूर्व जिते बड़ सी माने कुकर्म करमी जघन्य पाप कर भक्ति कला से एकदम कौन कह उन्नत स्तर में पहुंच जाए समस्त सद्गुण प्रकट हो जाए बहुत उदाहरण शास्त्र अच्छा भगवान राम जी चरित्र रे दस्यु रत्नाकर वाल्मीकि रामजी तृतीय जुगर अवतार नेबा पूर्व से रामजी चरित्र वर्णना करते रामायण जो लिखते वाल्मीकि से रामजी अवतार नहीं नथिले तो ये हूँ भक्तिर प्रभाव पुणी उल्टा ना मरा मरा कही एवं आपण मैंने देखुवे बहुत ये जगत में बर्तमान जगत में बहुत शिक्षित व्यक्ति अच्छा आईएएस ओएएस कल माने आईपीएस एबे सब मॉडर्न साइंस सब टेक माने आईआईटी केते केते बड़ जगह सब पिला माने पाठ पढ़ी बाहर पण सेमान पाखर साधारण नैतिकता नहीं तो सी शिक्षार मूल्य कौन विश्वास करेनि ए विषय गोटे भल भल एग्जांपल आमर जने आम इस्कन जन भक्त से गुजराती लोक अमेरिका रे रुहନ୍ତି से बिजनेस करछन्ती ताकर मोर चिन्हा परिचय होता केरला आयुर्वेदिक हॉस्पिटल गुरुदेव सेवा थिला बेले तो ताकर जने बंधु आम ओडिशा घर कटक मु जानि जानली पर तो सी बापा मार गोटे पुओ तांको जे बंधु सी अमेरिका अच्छी पिता केबेठୁ बोधे शरीर त्याग कलेଣି किंतु बुढ़ी माँ थिले माने एटा हूँ कौन बापा माँ शिक्षार प्रभाव मैं तार फल तो से चाकरी रखी बुढ़ी माँ शरीर त्याग करदे कहीं ना शव संस्कार करने तो से खबर पाइले जब जी केयर टेकर थे कटक से खबर देले फोन कले व्हाट्सएप रे अमेरिका तो कौन कर माने भी चाहूना ये करने तो मत सी बोधे केमती कौन बंधु को सी आम भक्त जी फोन कर तो सी मत फोन कर राति 11:30 पूरे थी जाओ तो से कोऑर्डिनेट कर स्वर्गद्वार अणाला
ଆ ଏବଂ ତା ଭିତରେ ତାଙ୍କ ଝିଅ ଆସିକି ବାଙ୍ଗାଲୋର ପହଞ୍ଚିଲେ। ସ୍ୱର୍ଗଦ୍ୱାର ଆସି ପହଞ୍ଚିବା ପରେ ସେଠି ସବୁ କାମ କାର୍ଯ୍ୟ କରାହେଲା। ତ ଏଭଳିଆ ଶିକ୍ଷିତ ବ୍ୟକ୍ତି କି ଲାଭ କଣ? ସାଧାରଣ ବାପା ମାଙ୍କ ପ୍ରତି ଟିକେ ସହାନୁଭୂତି ନାହିଁ, କୃତଜ୍ଞତା ନାହିଁ। କୃତଘ୍ନ, ଏମାନଙ୍କୁ କୁହାଯାଏ କୃତଘ୍ନ, ଯେ ପରର ଉପକାର, ସାହାଯ୍ୟ, ସହାନୁଭୂତି ଭୁଲିଯାଏ। ତ ଏଇଠି ଭଗବାନ କହୁଛନ୍ତି, ରୂପ ଗୋସ୍ୱାମୀ କହୁଛନ୍ତି ଯେ ଯେଉଁ ବ୍ୟକ୍ତି ଭକ୍ତି ଆରମ୍ଭ କରେ ତା ପାଖରେ ସମସ୍ତ ପ୍ରକାର ସଦ୍ଗୁଣ ଭଗବାନ ଅଟୋମେଟିକ ଧୀରେ ଧୀରେ ଦେଇଦିଅନ୍ତି, ଅଟୋମେଟିକ ଆସିଥାଏ, ପ୍ରୟାସ କରିବା ପାଇଁ ପଡେ ନା। ଶ୍ରୀମଦ୍ ଭାଗବତମର ଉଦାହରଣ ନେଇଛନ୍ତି ପଞ୍ଚମ ସ୍କନ୍ଧ 18 ଅଧ୍ୟାୟ 12 ନମ୍ବର ଶ୍ଲୋକରେ, ଯଶ୍ଚାସ୍ତି ଭକ୍ତି ଭଗବତ କିଞ୍ଚନା ସର୍ବୈ ଗୁଣୈ ତତ୍ର ସମାସୁତେ ସୁରା ଅରାବ ଭକ୍ତ ସେ କୃତ ମହତ୍ ଗୁଣା ମନୋରଥେ ନସତି ଧାବତ ଭୟ। ଭକ୍ତି କଲେ ସମସ୍ତ ବିଷୟ ସୁଖ ମିଳିବ ଅଟୋମେଟିକ, କିଛି ପ୍ରୟାସ କରିବା ପାଇଁ ପଡିବନି। ଏବଂ ସମସ୍ତ ପ୍ରକାର ସଦ୍ଗୁଣ ମଧ୍ୟ ଆସିଯିବ, ମହତ ଗୁଣ ସବୁ ଆସିଯିବ। ସଦ୍ଗୁଣ କଣ? ମହତ ଗୁଣ ଆସିଯିବ। ଯେମିତି ଚୈତନ୍ୟ ଚରିତାମୃତରେ ବ୍ୟାଧ ବ୍ୟାଧ ପସନ୍ଦ, ନାରଦ ମୁନି ଥରେ ଯାଉଥିଲେ ଜଙ୍ଗଲରେ, ଦେଖିଲେ କିଛି ପଶୁପକ୍ଷୀ ଅର୍ଦ୍ଧମରା ଅବସ୍ଥାରେ ପଡିଛନ୍ତି, ଛଟପଟ ହଟପଟ ହଉଛନ୍ତି। ଧୀରେ ଧୀରେ ଗଲେ, ଏଠି ଗୋଟେ ଦେଖିଲେ, ଆଉ କିଛି ବାଟ ଗଲେ ଆଉ ଗୋଟେ ଦେଖିଲେ, ତା କିଛି ବାଟ ଗଲା ଦେଖିଲା ନାରଦ କି ଆଉ ଗୋଟେ ବ୍ୟାଧ ସର ଧରିକି ଆଉ ଗୋଟେ ହରିଣକୁ ମାନେ ଲକ୍ଷ୍ୟ ସ୍ଥିର କରୁଛନ୍ତି। ସେଇଠି ଆମେ ନାରଦ ମୁନି ନାରାୟଣ ନାରାୟଣ କହି ବିଣା ବାଦନ କରିବାରୁ ସେ ହରିଣଟି ଦୌଡ଼ି ପଳେଇଲେ। ତ ବ୍ୟାଘ୍ରଙ୍କର ସେଠି ମନରେ କ୍ରୋଧ ଆସିଲା, କିନ୍ତୁ ଯେହେତୁ ଦେଖିଲେ ଜଣେ ସାଧୁ ମହାରାଜ କିଛି କହିପାରୁନାହାନ୍ତି, କହିଲେ ମହାରାଜ ଏଇଟା କଣ ଯିବା ରାସ୍ତା? ତମେ ଏପଟେ ଆଇଛ, ଠିକ ଅଛି, ଯଦି ଆଇଛ ମୋ କତିକି ତମ କଣ ଦରକାର କୁହ। ମୃଗ ଛାଲ ଦରକାର, ବାଘ ଛାଲ ଦରକାର, କି ସାଧୁ ଆଗ କାଳିଆ ମୁନି ଋଷିମାନେ ଏସବୁ ରଖନ୍ତି, କାରଣ ଏସବୁ ବହୁତ ଶୁଭ ଭଲ ଲକ୍ଷଣ ଥାଏ। କୋଉଠି କୋଉଠି ହିଂସ ସାପ ଯାକ ସବୁ ଆସନ୍ତିନି, ଏସବୁ ଛାଲ ଉପରେ ବସି ତପସ୍ୟା କଲେ। ବାଘ ଦାନ୍ତ ଦରକାର, କଣ ଦରକାର କୁହ। ଯାହା ଦରକାର ଏଇ ପାଖରେ ମୋ ଘର, ସେଇଠିକି ଯିବ, ଆଉ ଆମ ଘରେ ଲୋକ ଅଛନ୍ତି, କହିବ ମୁଁ କହିଛି ସେ ଦେଇଦେବେ। ତମ ଯାହା ଦରକାର ପସନ୍ଦରେ ବାଛିକି ନେଇଯିବ, ତମେ ଏଠି ଆଉ ଆସନା, ପଳା। ନାରଦ ମୁନି କହୁଛନ୍ତି ନା ମୁଁ ବାଟରେ ଦେଖିକି ଆସିଲି ଏଇ ସବୁ ପରିସ୍ଥିତି, ସବୁ ଅର୍ଧ ମରା ହେଇକି ଧରପଡ ହଉଛନ୍ତି। ଏ କାହାର? ମୋ ଘର, ମୁଁ ମାଲିକ। ପୁରା ନ ମାରିକି ନା, ମୁଁ ଯେତେବେଳେ ଅଧମରା କରି ପକେଇ ଦିଏ, ଏ ଧରପଡ ଅବସ୍ଥା ଦେଖିଲେ ମତେ ଖୁସି ଲାଗେ। ଆଶ୍ଚର୍ଯ୍ୟ କଥା, ଗୋଟେ ଜୀବ କଷ୍ଟ ପାଉ ତମକୁ ଖୁସି ଲାଗୁଛି? ଏଇ ବୃତ୍ତି କାହିଁ କରୁଛ ନା? ଏଇଟା ପାରମ୍ପରିକ ବୃତ୍ତି, ପିତୃପୁରୁଷ ବୃତ୍ତି। ନାରଦ ମୁନି ଦିବ୍ୟ ଜ୍ଞାନ ଦେଇଛନ୍ତି ତାଙ୍କୁ, ସେ ବୁଝିଛନ୍ତି। ଏବଂ ତାପରେ ନାରଦ ମୁନି ପଚାରେ, ନାରଦ ମୁନି କହିଛନ୍ତି ସବୁ ବ୍ୟବସ୍ଥା କରାଯିବ। କିଛି ଦିନ ପରେ ନାରଦ ମୁନି ବି ତାଙ୍କର ସବୁ ଭରଣ ପୋଷଣ ବ୍ୟବସ୍ଥା କରିଛନ୍ତି। କାହିଁକିନା ଯେତେବେଳେ ବ୍ୟାଧ ଭକ୍ତ ହେଇଗଲା, ସବୁ ଗାଁ ଲୋକ ବୁଲିବାକୁ କହିଲେ, ଦେଖିବା କହିଲେ କିଏ ଫଳ କିଏ ମୂଳ। ତ ନାରଦ ମୁନି କହିଲେ ଯେତିକି ଆବଶ୍ୟକ ସେତିକି ଅଧିକା ଗ୍ରହଣ କରିବେ। ସେ ସେତିକି କରନ୍ତି, ଗୋଟେ ଦିନ ପାଇଁ ଯେତିକି ଆବଶ୍ୟକ ସେତିକି ରଖନ୍ତି। କିଛି ଦିନ ପରେ ନାରଦ ମୁନି ଏବଂ ପର୍ବତ ମୁନି ଦି ବନ୍ଧୁ ସେ ରାସ୍ତା ଦେଇ ଯାଉଥିଲେ। ନାରଦ ମୁନି କହୁଛନ୍ତି ପର୍ବତ ମୁନି କି, ବନ୍ଧୁ ଟିକେ ଦେଖିବା କଣ ହେଇଛି। କଣ ହେଇଛି ନା, ଏଇଠି ମୋର ଗୋଟେ ଶିଷ୍ୟ ଥିଲା, ତାର କଣ ପରିସ୍ଥିତି ଗୋଟେ ଦେଖେ। ଆସୁଛନ୍ତି ଦି ଜଣ, ଏବଂ ନାରଦ ମୁନି ଯିଏ ଚିହ୍ନି ପାରୁଛନ୍ତି ତାଙ୍କ ଗୁରୁ, ସେ ଗୁରୁଦେବଙ୍କୁ ପ୍ରଣାମ କରିବା ପାଇଁ ଖୁସିରେ ଆନନ୍ଦରେ ତାଙ୍କ ପାଖକୁ ଆସୁଛନ୍ତି। ଏବଂ ଯୋଉ ଜାଗାରେ ପ୍ରଣାମ କରିବା ପାଇଁ ମନସ୍ଥ ମାନେ ଭାବୁଛନ୍ତି ପାଖରେ ପହଞ୍ଚିଲେ ପ୍ରଣାମ କରିବେ, ଦେଖିଲାକୁ ଭୂମିରେ କିଛି ପିମ୍ପୁଡି ଚାଲୁଛନ୍ତି। ସେ ପିମ୍ପୁଡିକି ତାଙ୍କ ଉଚ୍ଚରେ ବାହାର କରିକି ଆଡଉଛନ୍ତି ବା ଫୁଙ୍କିକି ଉଡଉଛନ୍ତି। କଣ ପାଇଁ ନା, ମୋର ଯୋଉ ପୃଥଳ ଶରୀର, ମୋଟା ଶରୀର, ଯଦି ମୁଁ ଏଇ ଭୂମିରେ ପ୍ରଣାମ କରିବି, ଶରୀରର ଚାପରେ ପିମ୍ପୁଡି ଗୁଡା ଜୀବ ଶରୀର ତ୍ୟାଗ କରିଦେବ। କିଛି ଦିନ ପୂର୍ବରୁ ଯେଉଁ ବ୍ୟାଧର ଏଭଳି ପରିସ୍ଥିତି ଥିଲା, ଅର୍ଦ୍ଧମରା ପ୍ରାଣୀକି ଦେଖିଲେ ଖୁସି ହୁଏ ଧରପଡ ଅବସ୍ଥାରେ, ସେଇ ବ୍ୟାଧ ଆଜି ଗୋଟେ ପିମ୍ପୁଡିକୁ ମାରିବା ପାଇଁ କୁଣ୍ଠାବୋଧ। ସେ ବି ଗୁରୁଙ୍କୁ ପ୍ରଣାମ କରିବା ଉଦ୍ଦେଶ୍ୟରେ, ଇନ୍ଦ୍ରିୟ ତୃପ୍ତି ପାଇଁ ନୁହେଁ। ୟା ପୂର୍ବରୁ ତ ସେ ଇନ୍ଦ୍ରିୟ ତୃପ୍ତି ପାଇଁ କରୁଥିଲେ, ପାପ ପାଇଁ କରୁଥିଲେ। ଇଏ ହଉଛି କୃଷ୍ଣ ଭକ୍ତିର ପ୍ରଭାବ।
समस्त प्रकार सद्गुण आसी किंतु बहुत उच्च शिक्षित आपण मान देखुचंती डॉक्टर पुलिस अफिसर है कि भी केते कौन सब बड़ बड़ जगह बसिक भी केते प्रकार जो कलाधन लुटुंट कौन कौन सब कर विभिन्न प्रकार अनैतिक कार्य कर सद्गुण आसुनी तापर कहते सुख लास्ट हाँ यही गुण भितर भी कहते कौन ना विभिन्न प्रकार सिद्धि भी लाभ मिल भक्ति कले विभिन्न सुख सुख स्वतः मिल जाए तो भक्ति कले किपर सुख मिल विभिन्न प्रकार सुख अच्छी आम आलोचना कर तीन प्रकार सुख वैश्विक सुख ब्रह्म सुख ईश्वर सुख देखो गोटे हेडिंग दिखाई कृष्ण चेतन सुख पर पेज आज्ञा प्रभुजी आज्ञा फास्ट आज्ञा पैराग्राफ पढ़ फास्ट पैराग्राफ पढ़ कृष्ण भावनामृत सुख श्रील रूप गोस्वामी सुखर विभिन्न उत्पत्ति स्थल विश्लेषण କରିଛନ୍ତି। से सुख को तीन श्रेणी विभक्त କରିଛନ୍ତି ଯଥା एक रे भौतिक उपभोग प्राप्त सुख दुई रे परम ब्रह्म सहित निजको एकीभूत करिवार सुख तीन रे कृष्ण भावना मृत्यु प्राप्त सुख तीन प्रकार सुख। हरे धन्यवाद कृष्ण प्रभु। धन्यवाद समस्त भक्त माने प्रयास करेंगे थरे थरे पढ़िया जो भक्त थरे पढ़े अन्य भक्त को सुযোগ देवे आ जे न पढ़े जे सेमती पछरे बसी ठक जी ठकवे आमको ठकु ना से निजे ठकुछन ना एमती सब एक्टिव माने ए सब सेवारे भाग नेले एक्टिवनेस टा जना पड़े मु पढ़ौछि पढ़ो पढ़ो संग संग कहली कहला पर से माता फास्ट धरले हाँ प्रभु एटा लिखाई जना पड़ो किए बही के देखुची किए बुझिपार ना नहीं प्रभुजी मोर हिंदी बही से पढ़ुनी हाँ ठीक अच्छे किसी ना हिंदी भी पढ़ले भी शुणी पार बुझिपार किसी असुविधा नहीं समस्त भाग ने प्रयास करेंगे तापर आंबपण मैंने अल्प के जो छाड़देला समस्त महत्व वरिष्ठ तो तेणुक आपण मैंने गाइड कर ठीक ठाक हो ठीक अच्छे माता जी हिंदी भी पढ़ନ୍ତୁ କିଛି କଥା ନାହିଁ। हाँ ठीक है या पर पढ़े रुह जो तो कह ହଁ तो कृष्ण चेतन सुख एक कहते भौतिक उपभोग प्राप्त सुख जोटा है वैश्विक सुख खाइबा पीवा स्पर्श करवा देखा शुणा माने इंद्रिय जनित सुख तापर कहते ब्रह्म सुख ब्रह्मानंद सुख परम ब्रह्म लीन हो ब्रह्म ज्योतिर लीन हो ब्रह्मवादी लास्ट कहते ऐश्वर्य सुख भगवान संबंधी सुख से भावार्थ लिखुं कृष्ण चेतना प्राप्त सुख ये सुखटा हूँ प्रकृत सुख देखा गोटे पाराग्राफ लिखाई प्रकृत सिद्धि योगीगण से पाराग्राफ जन पढ़ पढ़ हरे कृष्ण हरे प्रकृत सिद्धि गण जो जोग सिद्धि प्राप्त हुअन्ति सेमानଙ୍କର ସଂଖ୍ୟା 8 କୋଟି ଅଟେ। ଅଣିମା ସିଦ୍ଧି ସେହି ଶକ୍ତିକୁ ବୁଝାଏ ଯାହା ଦ୍ୱାରା ଜଣେ ଏତେ କ୍ଷୁଦ୍ର ହୋଇପାରେ ଯେ ସେ ଏକ ପ୍ରସ୍ତର ମଧ୍ୟରେ ପ୍ରବେଶ କରିପାରେ। ଆଧୁନିକ ବୈଜ୍ଞାନିକ ଉନ୍ନତି ମଧ୍ୟ ପ୍ରସ୍ତର ମଧ୍ୟରେ ପ୍ରବେଶ କରିବାକୁ ଆମକୁ ସମର୍ଥ କରିଛି କାରଣ ପାହାଡ଼ ଭେଦ କରି ସେମାନେ କେତେକ ଉପପଥ ଖୋଦନ କରିଛନ୍ତି ତେଣୁ ଭୌତିକ ବିଜ୍ଞାନ ମଧ୍ୟ ପ୍ରସ୍ତର ମଧ୍ୟରେ ପ୍ରବେଶର ଉଦ୍ୟମରେ ରହସ୍ୟବାଦୀ ପୂର୍ଣ୍ଣତା ବା ଅଣିମା ସିନ୍ଧିରେ ସାଫଲ୍ୟ ଅର୍ଜନ କରିଛି। ସେହିପରି ସମସ୍ତ ଯୋଗସିଦ୍ଧି ବା ପୂର୍ଣ୍ଣତା ଭୌତିକ କଳା ଅଟେ। ଦୃଷ୍ଟାନ୍ତ ସ୍ୱରୂପ ଏକ ପ୍ରକାର बस ଯୋଗସିଦ୍ଧିରେ बस बस सही पाराग्राफ पढ़े देखो प्रथम कहते वैषयिक सुख मान इंद्रिय जनित सुख इंद्रिय जनित सुख आमको केते दुख दिए
जो रसगोल्ला बहुत भल लाଗୁଛି ଆମେ ଖାଇଲେ ମିଠା ବହୁତ ପରିମାଣ ଖାଇଲେ କିଛି ଦିନ ପରେ ସୁଗାର ହେଇଗଲା କେତେ ଦୁଃଖର କାରଣ ଇନସୁଲିନ ନେ ମେଡିସିନ ଖା ତାପରେ ଅନ୍ନ ପରେ ଖାଇବା ବି ମନା କରିଦବ ଡକ୍ଟର କହିବ ଅନ୍ନ ଖାଇବନି ରୁଟି ଖାଇବ ଦଲିଆ ଖାଇବ ଆଉ ଓଡିଆ ବଙ୍ଗାଳୀ ଲୋକ ଯଦି ଅନ୍ନ ନ ଖାଇଲେ କି ବେଳା ହଁ ପଖାଳ ନ ଖାଇଲେ ହବନି ପଖାଳ ନ ଖାଇଲେ ହବନି ପ୍ରଭୁଜୀ। ହଁ ଲୋକ କିଛି କିଛି ଯଦି ପିଆ ମଦ ପିଉଛନ୍ତି ଖୁସି ଲାଗୁଛି କୋଲ୍ଡ ଡ୍ରିଙ୍କସ ପିଉଛନ୍ତି ପୁଣି ସେ ସବୁ ଦୁଃଖ କାରଣ ହଉଛି ଏସବୁକୁ ଆପଣଙ୍କୁ ବୁଝିବା ପାଇଁ ପଡିବନି ଆପଣ ଅଲରେଡି ଏସବୁ ଜିନିଷ ଆପଣ ବୁଝିପାରୁଛନ୍ତି ଏବଂ ଆଜିର ପରିବାର ସମାଜରେ ଯୋଉ ପାରିବାରିକ ବିଶୃଙ୍ଖଳା ବି ଇନ୍ଦ୍ରିୟ ସୁଖ କାରଣରୁ ହଉଛି ଅସୁବିଧା ଇନ୍ଦ୍ରିୟ ସୁଖରେ ବାଧାରୁ ସବୁ ପ୍ରକାର ପାରିବାରିକ ବିଶୃଙ୍ଖଳା କୋଉଠି ସ୍ୱାମୀ ସ୍ତ୍ରୀ କହୁଛି ମୁଁ କାହିଁକି ଏଇଟା କରିବି କୋଉଠି ସ୍ୱାମୀ କହୁଛି ମୁଁ କାହିଁକି ଏଇଟା କରିବି ନା କୋଉଠି ଡିଭୋର୍ସ କୋଉଠି ମାରପିଟ କୋଉଠି ହଣାକଟା ଏସବୁର କାରଣ ହଉଛି ଇନ୍ଦ୍ରିୟ ସୁଖ ତେଣୁକରି ସମାଜରେ କେତେ ପ୍ରଭାବ ପକଉଛି ଏଇ ବୈଷୟିକ ମାନେ ବୈଷୟିକ ସୁଖ ବୈଷୟିକ ସୁଖ କ୍ଷଣିକ ସୁଖ ଆପଣମାନେ ଅନୁଭବ କରିପାରୁଛନ୍ତି ଏବଂ ତାପରେ ବ୍ରହ୍ମାନନ୍ଦ ସୁଖ ସେ ଟିକେ ହାୟର କାଟେଗୋରୀ କମ ସେ କମ ସେମାନେ ଇନ୍ଦ୍ରିୟ ଉପର ଷ୍ଟେଜରେ ଅଛନ୍ତି ସେମାନେ ବହୁତ କଷ୍ଟ ଦିଅନ୍ତି ଶରୀରକୁ ବହୁତ ତପସ୍ୟା କରନ୍ତି ବହୁତ ଇଏ କରନ୍ତି କିନ୍ତୁ ତାଙ୍କର ଜ୍ଞାନ ପୂର୍ଣ୍ଣ ନଥାଏ ତେଣୁକରି ସେ ଭଗବାନଙ୍କ ସହିତ ଏକ ହେଇଯିବା ପାଇଁ ଚାହାନ୍ତି ଲୀନ ହେଇଯିବା ପାଇଁ ଚାହାନ୍ତି ତେଣୁକରି ଭଗବାନଙ୍କ ଶରୀରରୁ ଯୋଉ ଦିବ୍ୟ ଜ୍ୟୋତି ବାହାରେ ସେ ଜ୍ୟୋତି ବା ଆଲୋକରୁ ଆଉ ପାସ୍ କରି ଭଗବାନଙ୍କୁ ସେ ଦେଖିପାରନ୍ତି ତାଙ୍କ ଜ୍ଞାନ ସେତିକିରେ ଥାଏ କିନ୍ତୁ ଏମାନଙ୍କଠୁ ସେ ହାୟର ଏବଂ ଏକଦମ ହାୟର ଷ୍ଟେଜ ହଉଛନ୍ତି କୃଷ୍ଣ ଭକ୍ତ ଏଇ ପରିପ୍ରକାର ବୁଝିବା ପାଇଁ ଯାହାକି ଏଠି ସିଦ୍ଧି ପ୍ରାପ୍ତ ହେଲେ କିପରି ସୁଖ ମିଳେ ସେ ବିଷୟରେ ଏ ଯୋଉ ବ୍ରହ୍ମାନନ୍ଦ ସୁଖ ଷ୍ଟେଜରେ ଏଇ ସିଦ୍ଧି ସୁଖ ସବୁ ଆସିବ ଲୋକ ପାଣିରେ ଚାଲିବା ଥରେ ପୌପାଦ ସମୟରେ ଜଣେ ବେଙ୍ଗଲୀ ଲୋକ ଗଙ୍ଗା ନଦୀରେ ପାଦରେ ଚାଲି ଚାଲି କ୍ରସ୍ କରିଥିଲେ କିଛି ଲୋକ ଆସି ପୌପାଦକୁ କହିଲେ ପୌପାଦ କହିଲେ ଆରେ ସେତେବେଳେ 10 ପଇସା ଥିଲା 10 ପଇସା ଦେଲେ ନୌକାରେ ମୁଁ ପାର ହେଇପାରିବି ସେ ଏଇ ସିଦ୍ଧି ହାସଲ କରିବା ପାଇଁ କେତେ ବର୍ଷ ସମୟ ବିତେଇଛି ପଚାର ସେ କହୁଛି ମୁଁ ପୁରା ଏତିକି ଦିନ ଏଇ ବୁଦ୍ଧ ପ୍ରାପ୍ତ ହେଇଗଲା ଆମର ଏଇ ସିଦ୍ଧି ହାସଲ କରିବା ପାଇଁ ଏତେ ଦିନ ମାନେ ସାରା ଜୀବନ ସମୟ ଦେଇକି ସାମାନ୍ୟ ଗଙ୍ଗାରେ ଏପଟରୁ ଏପଟକୁ ଆଇଲା ଜୀବନ ଲାଭ କଣ କରେ ଜୀବନର ପ୍ରକୃତ ଲକ୍ଷ୍ୟ କଣ ପାଇଲା ଏ ଗଙ୍ଗାର ପାର ହେଲେ କଣ ସେ ଭଗବାନ ଧାମ ପ୍ରାପ୍ତ ହେବ ନା ଭୌତିକ ଶରୀରରୁ ଉଦ୍ଧାର ପାଇବ ଆଚ୍ଛା ଏଇ ପରିପ୍ରେକ୍ଷୀରେ ସିଦ୍ଧି କେତେ ପ୍ରକାର କିଏ କହିପାରିବ 8 ପ୍ରକାର ପ୍ରଭୁଜୀ 8 ପ୍ରକାର ପ୍ରଭୁଜୀ। 8 ପ୍ରକାର ଆଉ କିଏ କହିବ କେତେ ପ୍ରକାର ହରିଗଲ ଆଉ କିଏ କହିବ ସିଦ୍ଧି କେତେ ପ୍ରକାର 8 ପ୍ରକାର ବହୁ 8 ପ୍ରକାର ତା ଉପରକୁ କାହାର ନଲେଜ ଅଛି ପ୍ରଭୁଜୀ 18 ପ୍ରକାର 8 ବର୍ଣ୍ଣନା ଉପରୁ ଅଛି କିନ୍ତୁ ମୁଖ୍ୟ 8ଟା। କୋଉଠି ଅଛି ସେଟା ଭାଗବତମ ରେ ପ୍ରଭୁଜୀ 18 ପ୍ରକାର ବର୍ଣ୍ଣନା ଅଛି କିନ୍ତୁ 8ଟା ମୁଖ୍ୟ। ଭାଗବତ କୋଉଠି 31 ପ୍ରକାର ପ୍ରଭୁ ଆଜ୍ଞା 31 ପ୍ରକାର 31 ପ୍ରକାର ହରିବଲ ଆଜ୍ଞା ପ୍ରଭୁ କିଏ କହୁଛନ୍ତି କଥାଟା ପ୍ରଦୀପ ପ୍ରଭୁଜୀ କହୁଛନ୍ତି। ଆଚ୍ଛା 31 ପ୍ରକାର 8 ପ୍ରକାର ପ୍ରଭୁଜୀ 8 ପ୍ରକାର ପ୍ରଦୀପ ପ୍ରଭୁ ଆଜ୍ଞା ପ୍ରାଇମେରୀ 8 ପ୍ରକାରର ଟୋଟାଲ କେତେ ପ୍ରକାର ସେଠି 31 ପ୍ରକାର କୋଉଠି ଅଛି ସେଟା ପ୍ରମାଣ କିଛି ଭାଗବତରେ ପ୍ରଭୁ ହରେ କୃଷ୍ଣ ମୁଁ ନୋଟ କରିଛି କହିବି କି ପ୍ରଭୁଜୀ 18ଟା। ରୁହ ମୁଁ ଆଗେ 31ଟା ଶୁଣେ ଆଜ୍ଞା ପ୍ରଭୁ କୋଉଠି କିଛି ଆଜ୍ଞା ପ୍ରମାଣ ପ୍ରଭୁ ଅଛି କି
ନା କାହାଠୁ ଶୁଣିଥିଲେ ନା କଣ କେମିତି ଜାଣିଲେ ଏଇଟା? ଏଇ ଶୁଣିଥିଲି ପ୍ରଭୁ। ଆଚ୍ଛା ଠିକ ଅଛି, ତ ପ୍ରମାଣ ଯଦି ପାଇବେ ମତେ ଆମକୁ ଜଣେଇବେ ଦିନ ଭିତରେ। କାହାଠୁ ଯଦି ଶୁଣିଥିବେ ତାଙ୍କୁ ପଚାରି ବୁଝିବେ। ମୋ ପାଖରେ ଯାହା ରେକର୍ଡ ଅଛି ଶ୍ରୀମଦ୍ ଭାଗବତମ। ଆଚ୍ଛା ମାତାଜୀ, ତମେ ଏଇଟା ଆଜ୍ଞା ପ୍ରଭୁ, ଉପଦେଶ ମତ କ୍ଲାସ ଶୁଣିଥିଲ ନା ପ୍ରଭୁଙ୍କ କ୍ଲାସ ନେଇଥିଲ? ପ୍ରଭୁଙ୍କଠୁ ନେଇଥିଲି ପ୍ରଭୁଜୀ। ଭେରି ନାଇସ୍। ଶ୍ରୀମଦ୍ ଭାଗବତମ ଏକାଦଶ ସ୍କନ୍ଦ 15 ଅଧ୍ୟାୟ ଶ୍ଲୋକ ନମ୍ବର 3। ଶ୍ରୀ ଭଗବାନ ଉବାଚ ସିଦ୍ଧ୍ୟौ ଅଷ୍ଟାଦଶ ପ୍ରୋକ୍ତା ଧାରଣା ଯୋଗ ପାରଗୈ ତାସାମଷ୍ଟौ ମତ୍ ପ୍ରଧାନ ଦଶୈବ ଗୁଣ ହେତବ। ବିଶ୍ୱନାଥ ଠାକୁର ଅନୁବାଦରେ କହୁଛନ୍ତି ଯୋଗରେ पारंगत घोषित किया है। योग सिद्धि तथा ध्यान के 18 प्रकार है, इसमें से 8 मुख्य है जो मेरे अधीन है और 10 गुण है जो सत्व गुण से प्रकट होते हैं। अच्छा, ଏଠି ପ୍ରଭୁଜୀ କହୁଛନ୍ତି ଭାଗବତମର ଯୋଉ କୁହ, ଶ୍ଲୋକଟା କହିଲେ ସେଟା କେତେ ନମ୍ବର ଶ୍ଲୋକ କହିଲେ? 11, 15, 3। 11, 15, 3। ଆଜ୍ଞା ପ୍ରଭୁଜୀ, ବହୁତ ବହୁତ ଧନ୍ୟବାଦ। ଏବଂ ତା ତଳକୁ ସବୁ ସିଦ୍ଧିର ସବୁ ଲକ୍ଷଣ ସବୁ ମାନେ ନାଁ ସବୁ କୁହାଯାଇଛି। 4ରେ ଅଣିମା ମହିମା ମୂର୍ତ୍ତେ ଲଘିମା ପ୍ରାପ୍ତିରେ ଇନ୍ଦ୍ରିୟ ଇସିତା ବସିତା ପ୍ରାକ୍ୟମଂ ଶ୍ରୁତ ଦୃଷ୍ଟି ଏସବୁ ନାଁ ସବୁ କୁହାଯାଇଛି। 4, 5, 3, 4, 5, 6, 7 ଏସବୁ ଏସବୁ ସବୁ ବର୍ଣ୍ଣନା କରାଯାଇଛି 11 ଅଧ୍ୟାୟ, ଏକାଦଶ ସ୍କନ୍ଧ 15 ଅଧ୍ୟାୟରେ। ତୃତୀୟ ନମ୍ବର। ତ 11, 18ଟି ସିଦ୍ଧି, ସେଥିରୁ 8ଟି ମୁଖ୍ୟ। ଏ ମୁଖ୍ୟ 8ଟି ନାଁ କିଏ କହିପାରିବ? ହରେ କୃଷ୍ଣ ପ୍ରଭୁଜୀ। ଅଣିମା, 1ରେ ଅଣିମା, 2ରେ ଲଘିମା, 3ରେ ଆହରଣ, ଇସିତା ବସିତା ଆଉ ପ୍ରାପ୍ତି, ଏତିକି ମନେ ଅଛି, ଆଉ 2ଟା ମନେ ପଡୁନି। ଆଉ କିଏ କହିପାରିବ? ଶ୍ୟାମା ରାଜେଶ୍ୱରୀ ମାତାଜୀ। ଆଜ୍ଞା ପ୍ରଭୁଜୀ, ଅଣିମା, ଲଘିମା, ମହିମା, ପ୍ରାପ୍ତି, ପ୍ରାକାମ୍ୟ, ଇସିତା, ବସିତା, କାମ ବସଇତା। ଭଗବାନ ପ୍ରଭୁ। ମ୍ୟୁଟ ପ୍ରଭୁଜୀ କରନ୍ତୁ, ଅନମ୍ୟୁଟ କରନ୍ତୁ, ମ୍ୟୁଟ ଅଛି। ମୋବାଇଲରେ ଅନମ୍ୟୁଟ କରନ୍ତୁ। ହଁ, ଆଜ୍ଞା ପ୍ରଭୁ। ଅଣିମା 1, ଲଘିମା, ଆହରଣ, ପ୍ରାପ୍ତି, ଇସିତା, ବସିତା, ପ୍ରାକାମ୍ୟ ଓ କାମା ବସାଇତା, ये 8 प्रकार सिद्धि प्रभु। ଠିକ ଅଛି, ଧନ୍ୟବାଦ। ହଉ ଲେଖ। ଯୋଉ ଭକ୍ତ ମାନେ କହିଲେ ସେ ନାଁଟା ଲେଖିପାରିବ। 1ରେ ଅଣିମା, 2ରେ ମହିମା, 3ରେ ଲଘିମା। ସିରିୟଲି ଶ୍ଲୋକ ଅନୁସାରେ ଶ୍ଲୋକ ଶ୍ରୀମଦ୍ ଭାଗବତମ 11ଦଶ ସ୍କନ୍ଧ 15 ଅଧ୍ୟାୟ ଶ୍ଲୋକ ନମ୍ବର 4। ଅଣିମା ମହିମା ମୂର୍ତ୍ତେ ଲଘିମା ପ୍ରାପ୍ତିର୍ ଇନ୍ଦ୍ରିୟ ପ୍ରାକାମ୍ୟଂ ଶ୍ରୁତ ଦୃଷ୍ଟେଷୁ ଶକ୍ତି ପ୍ରେରଣମ୍ ଈଶିତା। ଅଣିମା ହରେ କୃଷ୍ଣ। ମହିମା ଆଜ୍ଞା ଲଘିମା ଆଜ୍ଞା ତାପରେ ଅଣିମା ପ୍ରାପ୍ତି ପ୍ରାକାମ୍ୟ ପ୍ରଭୁଜୀ, 4ଟା କଣ ହେଲା? 3ଟା ହେଲା ଲଘିମା ପ୍ରାପ୍ତି ପ୍ରାକାମ୍ୟ। ପ୍ରାପ୍ତି। ପ୍ରଭୁଜୀ, ଅଣିମା ପରେ ମହିମା କହିଲେ, ଯୋଉ ହଁ ଶ୍ଲୋକରେ ମହିମା ପରେ। ଆଜ୍ଞା ହଁ, ଅଣିମା ମହିମା ଲଘିମା ଆଜ୍ଞା। ପ୍ରାପ୍ତି ପ୍ରାକାମ୍ୟ 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 ବା ପ୍ରକାଶ୍ୟ। ଆଜ୍ଞା ତାପରେ ଇଶିତା, ଇସିତା। ତାପରେ 7ଟା ବସିତା, ବସିତା। କାମ 8 ବସାଇତା। ବସିତା। ତ ଅଣିମା ମାନେ କଣ? ବହୁତ ପ୍ରଭୁଜୀ, ସ୍ପଷ୍ଟ 8ଟା ହେଇଯିବ। କଣ ହେଲା? 8ଟା କାମ
କାମ ବସାଇତା କେତେଟା ହେଲା କଣ? କାମ ବସେଇଦେଲେ 8 ହେଇଗଲା। ଆଜ୍ଞା। ଅଣିମା ମାନେ ବହୁତ हरे ଛୋଟ ହବ, कृष्ण ଏମିତି ଏତେ ଛୋଟ ହବ କି ପଥର ଭିତରେ ପଶିଯିବ। प्रभु सात जी प्रभु जी सात କିଏ ଲେଖିଛି ବସିତା कौन कहले माता जी 7 ନମ୍ବରରେ ବସିତା। बसिता ତାପରେ କାମ ବସିତା। ହରେ କୃଷ୍ଣ। ଅଣିମା ମାନେ ବହୁତ ଛୋଟ ହେଇଯିବ, ଏତେ ଛୋଟ ହେବ କି ପଥର ମଧ୍ୟରେ ମଧ୍ୟ ପ୍ରବେଶ କରିପାରିବେ। ଚିନ୍ତା କରନ୍ତୁ, ପଥର ଭିତରେ ପଶିକି ଏପଟ ସେପଟ ବାହାରି ପଡେ। अति क्षुद्र ରୁ क्षुद्र छोट ରୁ छोट आज्ञा ତାପରେ ମହିମା ମାନେ ଏତେ ବଡ ହେବେ ଯେ ପୁରା ସଂସାର କଭର କରିପାରିବେ, ବହୁତ ବଡ। ତାପରେ ଲଘିବ ମାନେ ଏତେ ହାଲକା ହେବେ ଯେ ଖରା ସାହାଯ୍ୟରେ ସୂର୍ଯ୍ୟଲୋକ ପଳେଇବେ, ଖରାରେ ଚଢି ସାହାଯ୍ୟରେ ସୂର୍ଯ୍ୟଲୋକ ପଳେଇବେ। ପ୍ରାପ୍ତି ଇନ୍ଦ୍ରିୟ ଦ୍ୱାରା ପ୍ରାପ୍ତ ହୋଇପାରିବ, ନିଜର ଏବଂ ଅନ୍ୟର। ଏ ଯୋଉ ମହିମା ଅଣିମା ମହିମା ଲଘିମା ଏ ତିନିଟା ଶରୀର ପାଇଁ ଉଦ୍ଦିଷ୍ଟ। ଏ ତିନିଟା ସିଦ୍ଧି, ଛୋଟ ହେବା, ବଡ ହେବା, ଖରାର ଉପରକୁ ଉଠିବା। ପ୍ରାପ୍ତି ଯୋଉ ଏଇଟା ଇନ୍ଦ୍ରିୟ ପ୍ରାପ୍ତି, ଇନ୍ଦ୍ରିୟ ଦ୍ୱାରା ପ୍ରାପ୍ତ ହେବା, ନିଜର ଏବଂ ଅନ୍ୟର। ମାନେ ବେଳେ ବେଳେ ଆପଣ ଦେଖୁଥିବେ କି ଜଣେ ଜଣେ ଖାଇବା ଲୋକ ଏତେ ଥିବେ, ସେ ପୁରା ପୁରୀ ସହରରେ ଯେତେ ମିଠା ଦୋକାନ ସବୁ ମିଠା ଦୋକାନ ମିଠା ଖାଇଦେବେ ଏ ଗୋଟେ ଜାଗାରେ ବସିକି। ଯିବା ପାଇଁ ପଡିବନି। ସେଇଟା କେମିତି ସମ୍ଭବ ପ୍ରଭୁ? ମାନେ ଆସିକି ପହଞ୍ଚି ଏ ଯିବେ ନା? ସିଦ୍ଧି ଦ୍ୱାରା ବା। ଆଚ୍ଛା ଆଚ୍ଛା। ମାଛି ହେଇଯିବେ, ମାଛି ସିद्धି ଦ୍ୱାରା एकदम ମାଛି ହେଇକି ପ୍ରଭୁ ଶବ୍ଦରେ ବସିଯିବେ ନା କଣ? ସିଦ୍ଧି ପ୍ରାପ୍ତ କରିଥାନ୍ତି ସେମାନେ। ତାପରେ କହୁଛନ୍ତି ପ୍ରାକାମ୍ୟ ବା ପ୍ରକାଶ, ପରଲୋକରେ ମଧ୍ୟ ଭୋଗ ଦେଖିପାରିବେ। ମାନେ ଏଇଠି ବସିଥିବେ, ଉପରେ କଣ ଅଛି ବା ମାଟି ତଳେ କଣ ଅଛି କହିପାରିବେ, ଏଠି ଗୁମ୍ଫା ଭିତରେ ବା ମାନେ ଖଣି ଭିତରେ କଣ ଅଛି ଏଇଠି ଦେଖି ବସିକି କହିଦେବେ। ତାପରେ ଇସିତା, ଈଶ୍ୱରଙ୍କ ଗୁଣ କମ ମାତ୍ରାରେ ଆସିଥାଏ ସେମାନଙ୍କ ପାଖରେ। ଛୋଟ ଛୋଟ ସ୍ତରର ସୃଷ୍ଟି ଓ ନାଶ କରିପାରିବେ। ମାନେ ଚିନ୍ତା କରିଦେବେ, ଗୋଟେ ଗୋଟେ ବ୍ରହ୍ମା, ଏଇଟା ବହୁତ ହାଇ ଫାଇ ସିଦ୍ଧି। ଏଟା ଈଶ୍ୱରଙ୍କ ଗୁଣ କମ ମାତ୍ରାରେ ହାସଲ କରିବେ, ଛୋଟ ଛୋଟ ସ୍ତରର ସୃଷ୍ଟି ଓ ନାଶ କରିପାରିବେ। ତାପରେ ବସିତା, ବଶ ଯୋଉଟା କରିଦେବେ, ଜଣକୁ ବଶ ବର୍ଷ କରିଦେବେ, ସମସ୍ତ ସ୍ତ୍ରୀ ପୁରୁଷ ଇତ୍ୟାଦି ସବୁ। ହଁ, ଯୋଉ ବର୍ଷ କରନ୍ତି, ଆଜ୍ଞା ମାନେ ଫୁଲ କଣ୍ଟ୍ରୋଲରେ ତମେ ହେଇଠି ଥିବ, ତମକୁ ସିଏ କଣ୍ଟ୍ରୋଲ କରିବେ, ଫୁଲ କଣ୍ଟ୍ରୋଲରେ ରଖିଦେବେ। ଆଜ୍ଞା କାମ ବସାଇତା, ଯେତେ ଇଚ୍ଛା ସେ କାମ ଭୋଗ କରିପାରିବେ। ତ ଏହିପରି ଆମର କେତେଟା ଭକ୍ତିର କେତେଟା ଲକ୍ଷଣ ପୂର୍ଣ୍ଣ ହେଲା? କ୍ଲେଶାଗ୍ନି, ସୁଭଦା। ସୁଭଦ୍ରା। ତାପରେ କଣ ଆସିବ? ବର୍ତ୍ତମାନ ଆମେ ଯୋଉ ଦିଟା ଲକ୍ଷଣ ଆମେ ଆଲୋଚନା କଲେ, ଏଟା କୋଉ ଭକ୍ତିର କିଏ କହିପାରିବ? ସାଧନା ଭକ୍ତିର ପ୍ରଭୁଜୀ। ଆଚ୍ଛା, ତାପରେ କୋଉ ଭକ୍ତି ଆସିବ? ଭାବ ଭାବ ଭକ୍ତି। ଭାବର ଭାବ ଭକ୍ତିର ଲକ୍ଷଣ କଣ? କ୍ଲେଶାଗ୍ନି, ସୁଭଦା, ମୋକ୍ଷ ଲଘୁତା, ସୁଦୁର୍ଲଭ। ଚାରିଟା ଯାକ ସୁଦୁର୍ଲଭ ଆଉ ମୋକ୍ଷ ଚାରିଟା ଲଘୁତା ମୋକ୍ଷ। ଚାରିଟା ଏବେ ଯାକ କେଶାଗ୍ନି ଏକ ଦୁଇ ସୁଭଦା ତିନି ହେଇଗଲା। ଚାରି ହଁ, ଏବେ ଆମେ ମୁଖ୍ୟ ଲଘୁତାକୁ ଏବଂ ସୁଦୁର୍ଲଭ ଏ ବିଷୟରେ ଆଲୋଚନା କରିବା। ତ ଭାବ ମାନେ କଣ? ଭାବ ଭକ୍ତି ଯୋଉ କହୁଛନ୍ତି, ଭାବ ମାନେ କଣ?
प्रभु जी अंतर जो भगवान को ପାଇଁ जो भावना आसे से तो था ଆଉ କିଏ କହିବ? ପ୍ରଭୁ ଯେକୌଣସି କାର୍ଯ୍ୟ ବିଭୋର ଅଷ୍ଟ ହେଇଯିବା ବିଦ୍ୟାର ବିଭୋର ସୃଷ୍ଟି ହେଇଯିବାଟାକୁ ପାଇଁ ଆମେ ସେ କହିପାରିବା। ଭାବ ହବ କି ତ ଆଜ୍ଞା ଅଷ୍ଟ ବିକାର ଯୋଉ ସୃଷ୍ଟି ହୁଏ ଭଗବାନଙ୍କ ଦର୍ଶନ କଲା ପରେ ଯେମିତି ଚୈତନ୍ୟ ହଁ ମହାପ୍ରଭୁଙ୍କର ହଁ 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 ସେଇଟା ହେଇପାରିବ। ହଁ ଭାବ ମାନେ ମୋଟାମୋଟି ରତି। ହଁ ଆଉ ଭାବଭକ୍ତିରେ ଦିଟା ଲକ୍ଷଣ ଆସୁଛି, ଗୋଟେ ହଉଛି ମୁଖ୍ୟ ଲଘୁଦାକୁତ ଏବଂ ସୁଦୁର୍ଲଭା। ମୁଖ୍ୟ ଲଘୁଦାକୁତ ମାନେ କଣ ଲେଖିଥିଲେ, କାହାର ମନେ ଅଛି? ମୁଖ୍ୟକୁ ଲଘୁ କରିବା ବାଲି, ଯିଏ ମୁଖ୍ୟକୁ ଛୋଟ କରନ୍ତି। ସୁଦୁର୍ଲଭା ଯାହାକୁ ପାଇବା କଷ୍ଟକର। ଆଚ୍ଛା, ମୁଖ୍ୟକୁ କିପରି ଛୋଟ କରିହବ କିଏ କହିପାରିବ? ମୁଖ୍ୟ ପାଇବା କଣ ସାଧାରଣ କଥା ନା କଣ? ଅନୁକମ୍ପା ମାତାଜୀ କଣ କହୁଛ ତମେ? ଅନମ୍ୟୁଟ କରି କୁହ। ପ୍ରଭୁଜୀ ଯାହାର ମୁଖ୍ୟର ବି ଆଉ ଆଶା ନଥାଏ। ଆଚ୍ଛା ଆଚ୍ଛା, ତମେ ଦେଖିଛ ମୁଖ୍ୟର ପ୍ରତି ଆସକ୍ତି ନଥାଏ ପ୍ରଭୁ। IAS ଏକ୍ସାମରେ ଗୋଟେ ଗୋଟେ ଟେକ୍ନିକାଲ କ୍ୱେଶ୍ଚନ ପଡେ, ସେମାନେ ଦିଟା ଗାର ଦେଇଥିବେ, ଦିଟା ଗାର ଦେଇଥିବେ, ସିଭିଲ ସବୁ ଏକ୍ସାମ ଥାଏ। ଗୋଟେ ଗାର ସେ ପକେଇ ଦେଇଥିବେ ବ୍ଲାକ୍ ବୋର୍ଡରେ, କ୍ୱେଶ୍ଚନ ଆସିବ ଏଇ ଗାରକୁ ତମେ ଟଚ୍ କରିବନି ବା ଏଇ ଗାରକୁ ତମେ ଲିଭେଇବନି, କିନ୍ତୁ ଏଇ ଗାରକୁ ତମେ ଛୋଟ କରିବ। ତା ପାଖରେ ଆଉ ଗୋଟେ ବଡ ଗାର ଟାଣିଦବା। ଭେରି ନାଇସ୍, ସ୍ମାର୍ଟ ଆନ୍ସର। ତା ପାଖରେ ଆଉ ଗୋଟେ ବଡ ଗାର ଟାଣିଦେଲେ ଅଟୋମେଟିକ ଛୋଟ ହେଇଗଲେ। ଠିକ ସେଇଭଳି ଯେ ମୋକ୍ଷ ପ୍ରାପ୍ତି ପାଇଁ ଯୋଉ ବ୍ୟକ୍ତି ମାନେ ବହୁତ ମୋକ୍ଷଟାକୁ ବହୁତ କିଛି ବଡ କରିଥାନ୍ତି, ମୋକ୍ଷରେ ଯୋଉ ସୁଖ ବା ଆନନ୍ଦ ଥାଏ, ତାଠୁ ଆନନ୍ଦ ଥାଏ ସେବାନନ୍ଦରେ, ଭଗବାନଙ୍କର ସେବା କରିବା ଦ୍ୱାରା। ଯେ କୃଷ୍ଣ ଭକ୍ତ ଯିଏ ଭଗବାନଙ୍କର ସେବା କରନ୍ତି, ଭଗବାନଙ୍କର ରୂପର ଶୃଙ୍ଗାର, ରୂପର ଦର୍ଶନ, କୀର୍ତ୍ତନ, ନର୍ତ୍ତନ, ଏସବୁ ସେବା ପ୍ରାପ୍ତି ଫଳରେ ତାଙ୍କୁ ମୁଖ୍ୟ 5 ପ୍ରକାର ଯୋଉ ମୁଖ୍ୟ ମିଳିଲେ ବି ସେ ନିଅନ୍ତିନି। ତେଣୁକରି ଭଗବାନଙ୍କର ଭକ୍ତି ମୋକ୍ଷକୁ ଛୋଟ କରିଦିଏ। କିନ୍ତୁ ଅଲଗା ଲୋକ ପାଇଁ ଏ ଆମେ ବ୍ରହ୍ମ ଜ୍ୟୋତିରେ ଲୀନ ହବା, ଆମେ ଭଗବାନଙ୍କ ସହିତ ଏକ ହେଇଯିବା, ସାରୂପ୍ୟ ସାଜୁର୍ଯ୍ୟ, ଏସବୁ ଯୋଉ ମୁଖ୍ୟ, ସେ ପ୍ରାପ୍ତି ପାଇଁ ସେମାନେ ବ୍ୟାକୁଳ ହେଇକି ତପସ୍ୟା କରୁଛନ୍ତି। କିନ୍ତୁ ଭଗବାନଙ୍କ ଭକ୍ତ ପାଇଁ ଏଗୁଡ଼ା କିଛି ନୁହଁ। ମୋ ଦରକାର ନାହିଁ ସେଗୁଡ଼ା କିଛି। ମୋର ଜଗନ୍ନାଥଙ୍କର ବଡ ବଡ ଆଖି, ବଡ ନାକ, ଦେଖିବି ଟିକେ ଛିଡା ହେଇ ପାଖରେ ଯୋଉ ଆନନ୍ଦ, ଭଗବାନ ମହାପ୍ରସାଦ ଖାଇବି ଯୋଉ ଆନନ୍ଦ, ସେ ମହାପ୍ରସାଦ ଖାଇବା ବିଷୟରେ ଭକ୍ତି ଠାକୁର ଲେଖିଛନ୍ତି, ପ୍ରସାଦ ସେବନ ସକଲ ପ୍ରପଞ୍ଚ ଜୟ। କିଛି ନ କରି ଯଦି ଖାଲି ଭଗବାନଙ୍କ ପ୍ରସାଦ ପାଇଲ, ତାହେଲେ ଭଗବାନଙ୍କ ଧାମ ଯିବା ପାଇଁ ଯୋଗ୍ୟ। ସାରା ଜୀବନ ଗୋଟେ ପତ୍ର, ଆଉ କିଛି ମୁଁ ପାଇବିନି ଭଗବାନ ପ୍ରସାଦ ବିନା। ଥରେ ପୁରୁଷୋତ୍ତମ ମହାରାଜ ଭାଗବତ କ୍ଲାସ ଦଉଥିଲେ ମାୟାପୁରରେ, ଏମିତି କଥା ପଡୁ କହିଲେ, ଭଗବାନ ଯଦି ପଚାରିବେ ତୁମେ କଣ କରୁଛ ମୋ ପାଇଁ, ମୁଁ ତୁମକୁ ଗୋଲକ ଧାମ ନେବି। ତ କିଛି ନହେଲେ ଆମେ କହିବୁ, ପ୍ରଭୁ ଆମେ ସାରା ଜୀବନ ଖାଲି ତମ ପ୍ରସାଦ ଖାଇଛୁ ମାୟାପୁରରେ। ତ ସବୁବେଳେ ପ୍ରସାଦ ପାଇବାଟା ବ୍ରତ ବି ଗୋଟେ ବହୁତ ବଡ ତପସ୍ୟା। ତେଣୁକରି ମୋକ୍ଷକୁ ଛୋଟ କରିଦେବେ। ବ୍ରହ୍ମ ସୁଖ ଓ ମୁଖ୍ୟ ସୁଖ ଦିଟାଙ୍କ ଏକା ଅଟେ। ଭକ୍ତ ଯେତେବେଳେ ଭକ୍ତି ସଂସ୍ପର୍କରେ ଆସେ, ସେତେବେଳେ ମୋକ୍ଷକୁ ତ୍ୟାଗ କରେ। ତାର ଏକ୍ସାମ୍ପଲ ଶାସ୍ତ୍ର ଜନକ ମହାରାଜ। ଜନକ ମହାରାଜ ବ୍ରହ୍ମାନନ୍ଦର ମଗ୍ନ ରହୁଥିଲେ, ମା ସୀତାଙ୍କର ପିତା। କିନ୍ତୁ ସେ ଯେତେବେଳେ ଭଗବାନ ରାମଜୀଙ୍କୁ ଦର୍ଶନ କଲେ, ରାମଜୀଙ୍କ ରୂପର ମାଧୁର୍ଯ୍ୟ,
ଦର୍ଶନ କରିକି ରୂପର ମାନେ ଦିବ୍ୟ ଗୁଣ ମାନେ ଦିବ୍ୟ ରୂପ ଦର୍ଶନ କରିକି ସେ ବ୍ରହ୍ମାନନ୍ଦକୁ ତ୍ୟାଗ କଲେ। ତ ରାମଚରିତ ମାନସରେ ଦୋଆ ଅଛି, ଇନେଇ ବିଲୋକିତ ଅତି ଅନୁରାଗା ବରବର୍ଷ ବ୍ରହ୍ମ ସୁଖ ହିଁ ମନ ତ୍ୟାଗା। ଇନେଇ ବିଲୋକିତ ଅତି ଅନୁରାଗା, ୟାକୁ ଦେଖିଲା ପରେ ମୋର ଅନୁରାଗ ପୁରା ବଢି ଯାଇଛି ତାଙ୍କ ପ୍ରତି। ବରଷ ବ୍ରହ୍ମ ସୁଖ ହିଁ ମନ ତ୍ୟାଗ, ମୋ ମନରେ ଯୋଉ ବ୍ରହ୍ମାନନ୍ଦ ସୁଖ ଥିଲା ସେଟାକୁ ମୁଁ ତ୍ୟାଗ କରିଦେଇଛି। ଭଗବାନଙ୍କ ବ୍ରହ୍ମଜ୍ୟୋତିରେ ଏକ ହବ। ଏବଂ ତାପରେ କଣ କହୁଛନ୍ତି, ମୁଖ୍ୟ ରୋଗ ଉପରେ ସୁଦୁର୍ଲଭ, ଭକ୍ତି ବହୁତ କଷ୍ଟ, ଯାହାକୁ ପାଇବା ବହୁତ କଷ୍ଟ। ତ ଭକ୍ତି ଦୁଇ ପ୍ରକାର ସୁଦୁର୍ଲଭ, ଲେଖ ଏଇଟା ଟେକ୍ନିକାଲ ପଏଣ୍ଟ। ଭକ୍ତି ଦୁଇ ପ୍ରକାର ସୁଦୁର୍ଲଭ, ସୁଦୁର୍ଲଭ ଦୁଇ ପ୍ରକାର। କିପରି? ଏକରେ ବିନା ଆସକ୍ତିରେ ନିଷ୍ଠାର ସହ ଭାବ ଭକ୍ତି ପ୍ରାପ୍ତ ହେବାନି, ବିନା ଆସକ୍ତି ନିଷ୍ଠାରେ ଭାବ ଭକ୍ତି ପ୍ରାପ୍ତ ହେଇପାରିବନି। ତାପରେ ଦୁଇରେ କହୁଛନ୍ତି ସାଧନରେ ଲାଗି ରହିଥିବା ଭକ୍ତଙ୍କୁ ଭଗବାନ ଶୀଘ୍ର ଭାବ ଭକ୍ତି ଦିଅନ୍ତି ନାହିଁ, ତେଣୁକରି ବହୁତ କଷ୍ଟ। ଏଇ ଦୁଇ ପ୍ରକାର। କଣ ଦୁଇ ପ୍ରକାର କଷ୍ଟ? ବିନା ଆସକ୍ତିରେ ବା ବିନା ନିଷ୍ଠାରେ ଭାବ ଭକ୍ତି ପ୍ରାପ୍ତ ହେଇପାରିବ। ହରେ କୃଷ୍ଣ ପ୍ରଭୁ, ପ୍ରଭୁ ଆଉ ଥରେ ଟିକେ କହିବେ କି? ହଁ, ଭକ୍ତି ଦୁଇ ସୁଦୁର୍ଲଭ ଏଇଥିପାଇଁ ଭକ୍ତି ଦୁଇ ପ୍ରକାର ସୁଦୁର୍ଲଭ। ସୁଦୁର୍ଲଭ ମାନେ ବହୁତ କଠିନ, ଭକ୍ତିକୁ ପ୍ରାପ୍ତ ହେବା ବହୁତ କଠିନ। ଦୁଇ ପ୍ରକାର କଷ୍ଟ। କଣ? ଏକରେ କହୁଛନ୍ତି ବିନା ଆସକ୍ତିରେ ବା ବିନା ନିଷ୍ଠାରେ ଭାବ ଭକ୍ତି ପ୍ରାପ୍ତ ହେଇପାରିବ। ଏଇଟା ଭାବ ଭକ୍ତି ପଢୁଛନ୍ତି ନା, ସାଧନ ପରେ ଭାବ। ଭାବ ଭକ୍ତି ପ୍ରାପ୍ତ ହେବା ପାଇଁ ଆମକୁ ବହୁତ ଆସକ୍ତି ଦରକାର, ନିଷ୍ଠା ଦରକାର। ଏବଂ ଦୁଇରେ କହୁଛନ୍ତି ସାଧନରେ ଲାଗି ରହିଥିବା ଭକ୍ତଙ୍କୁ ଭଗବାନ ଶୀଘ୍ର ଭାବ ଭକ୍ତି ଦିଅନ୍ତି ନାହିଁ। ଏଇଟା ତ ଗୋଟେ ଟେରିଫିକ ପଏଣ୍ଟ। ଆରେ ଭଗବାନ ଯଦି ନ ପାଇବ କେମିତି? ଦିଅନ୍ତି, ଭଗବାନ ଦିଅନ୍ତି, ଶୀଘ୍ର ଦିଅନ୍ତି ନାହିଁ। ପ୍ରଭୁ ଆଉ ଥରେ ଟିକେ ସାଧନାରେ ଲାଗି ରହିଥିବା ଭକ୍ତଙ୍କୁ ସାଧନରେ ଲାଗି ରହିଥିବା ଭକ୍ତଙ୍କୁ ଭଗବାନ ଶୀଘ୍ର ଭାବ ଭକ୍ତି ଦିଅନ୍ତି ନାହିଁ। ପ୍ରଭୁଜୀ, ତାର ହରେ କାରଣ କଣ କୃଷ୍ଣ ପ୍ରଭୁଜୀ। କୁହନ୍ତୁ? ହଁ, କୁହ। ପ୍ରଭୁଜୀ ଯଦି ଆପଣ ତାର କହିବେ ତ ଆମେ ହେଲେ ଶୁଣିବା। ମୁଁ ସେଇଟା ଭାବୁଛି ଯେ ସେ ଯଦି ସାଧନାରେ ସେଟା ଲାଗି ରହିଥିବ, ଆଉ କୋଉଥିରେ ତାର ମନ ନଥିବ, ସେ ପ୍ରତି ଆସକ୍ତି ହେଇଥିବ ଭଗବାନଙ୍କ ପ୍ରତି, ପୁଣି ସେ ଜାଗାରେ କେମିତି ଭାବ ଭକ୍ତି ହବ ନାହିଁ? ସେଟା ଆପଣ ତାହେଲେ ପଢେଇବେ ନା? ହବନି ମାନେ କଣ? ଭଗବାନ ବା ଦିଅନ୍ତିନି। ଭଗବାନ କହୁଛନ୍ତି ଏଠି ସାଧନରେ ଲାଗି ରହିଥିବା ଭକ୍ତଙ୍କୁ ଭଗବାନ ଶୀଘ୍ର, ତା ଶବ୍ଦଟା ପୂର୍ବ ଶବ୍ଦ ଶୀଘ୍ର, ଶୀଘ୍ର ଭାବ ଭକ୍ତି ଦିଅନ୍ତିନି। କଣ ପାଇଁ ପ୍ରଭୁଜୀ? କଣ ପାଇଁ ପ୍ରଭୁଜୀ? କଣ ପାଇଁ? ବହୁତ ସୁନ୍ଦର ପ୍ରଶ୍ନ। ଏ ପ୍ରଶ୍ନର ଉତ୍ତର କିଏ ଦେଇପାରେ ତମ ଭିତରୁ? କଣ ପାଇଁ ଭଗବାନ ଶୀଘ୍ର ଭାବ ଭକ୍ତି ଦିଅନ୍ତିନି? ପ୍ରଭୁ ସେ ତ କିଏ ସାଧନା କହିପାରିବ? କରୁଛି ଭକ୍ତର। ଶୁଣ ଶୁଣ, ଏଠି କଣ ପାଇଁ ଏଟା ଆଲୋଚନା କର, ମୋ ଆନ୍ସର ଶୁଣ, ମତେ ଆନ୍ସର ଦରକାର। ତ କଣ ପାଇଁ ଭଗବାନ ଭାବ ଭକ୍ତି ଶୀଘ୍ର ଦିଅନ୍ତି ନାହିଁ? କିଏ କହିପାରିବ? ମତେ କୁହ, ହାତ ଡାକ। ବାସ୍, ଆଉ ଯିଏ ନ କହିପାରିବ କିଛି କହିବା ଦରକାର ନାହିଁ। କିଏ କହିପାରିବ? ହାତ ଡାକ। ବେଦବତୀ ମାତାଜୀ କୁହ। ପ୍ରଭୁଜୀ ସେ ସାଧନାରେ ଭଗବାନ ଖୁସି ରୁହନ୍ତି, ଆଉ ସେଇ ପ୍ରସନ୍ନତା ପାଇଁ ତାକୁ କରନ୍ତି। ଯଦି ଭାବ ଦେଇଦେବେ, ସେ ସେଇ ହିସାବରେ ତାଙ୍କୁ ଭଗବାନଙ୍କୁ ଠିକ ସେ ପ୍ରସନ୍ନତା ଭାବରେ କରିପାରିବ ନାହିଁ। ନା, ଏଟା ଉପଯୁକ୍ତ ଆନ୍ସର ମାନେ ହେଲାନି ପଏଣ୍ଟ। ଆଉ କିଏ କହିବ? ପ୍ରଭୁ ସେ ତ ସାଧନା କଲା ନା, ଭକ୍ତି ଯୋଉ ଆମର ଯୋଉ ଯୋଉ ଆମର ଯୋଉ ଶୁଣନ୍ତୁ, ସମୟ ଯାଉଛି। ପରଫେକ୍ଟ ଆନ୍ସର କିଏ କହିବ? ହାତ ଡାକ, ସେ କହିବ। ଏମିତି ସାଧନା କଲା ବେଳେ ତ ଆମେ ତ ସ୍ପଷ୍ଟ କୁହା ହେଲା, ସାଧନା করে ଲାଗି ରହିଥିବା ଭକ୍ତ ତାଙ୍କୁ ଭଗବାନ ଶୀଘ୍ର ଭାବତି ଦିଅନ୍ତିନି। ଭଗବାନ ଦାସ ପ୍ରଭୁ କୁହ, ନା ଭାଗବତ ଦାସ? ପ୍ରଭୁ ଏଥିରେ ଏଇ ଯୋଉମାନେ ସାଧନ ଭକ୍ତିରେ ଲାଗିଥାନ୍ତି, ସାଧନ କରିଥାନ୍ତି,
ସେମାନଙ୍କୁ ଭଗବାନ ଭୌତିକ ସୁଖ ଦିଅନ୍ତି କିନ୍ତୁ ଭଗବତ ସୁଖ ଦିଅନ୍ତି ନାହିଁ, ଆଧ୍ୟାତ୍ମିକ ସୁଖ ଦିଅନ୍ତି ନାହିଁ। ଏଇଟା ତ ସେଇଟା କଥା ପଡୁଛି, କଣ ପାଇଁ ଦିଅନ୍ତିନି ପଚରା ହଉଛି ବା, କଣ ପାଇଁ ଦିଅନ୍ତିନି? ପ୍ରଭୁ ଏଠି ଗୋଟେ ଏକ୍ସାମ୍ପଲ ଯୋଉ ଶିବ ସତୀଙ୍କୁ କହିଛନ୍ତି, ଯୋଉ ଶିବଜୀ କହିଛନ୍ତି ସତୀଙ୍କୁ, ଭଗବାନ ଭକ୍ତ ପାଖରେ ବନ୍ଧା ଯିଏ ପଡିବେ। ସାଧନ କରିବ ତାକୁ ଭୌତିକ ସୁଖ ମିଳେ ଯେ କିନ୍ତୁ ପର୍ଯ୍ୟନ୍ତ ଆଧ୍ୟାତ୍ମିକ ସୁଖ ମିଳେ ପ୍ରେମଟା ନାହିଁ। ଆସିନଥାଏ। ହରେ ହଁ କୃଷ୍ଣ ସବୁ ପ୍ରଭୁଜୀ, ଠିକ ଅଛି, ବନ୍ଦ ଯେ କର, ପର୍ଯ୍ୟନ୍ତ ସମୟ ଯାଉଛି। ପ୍ରେମ ଭାବ ଏ, ଆସିନଥାଏ, ପ୍ରେମ ଯେ ପର୍ଯ୍ୟନ୍ତ ରୁହ ରୁହ, ହରେ କୃଷ୍ଣ ପ୍ରଭୁ, ହରେ କୃଷ୍ଣ ପ୍ରଭୁ। ଜାହ୍ନବା ଜ୍ୟୋତି ପ୍ରଭା ମାତାଜୀ କହିଲ। ପ୍ରଭୁଜୀ ଆକ୍ଚୁଆଲି ରୁହ, ମୁଁ କହୁଛି ସାଧନା ସମସ୍ତଙ୍କୁ ସୁଯୋଗ ଦେବି, କୁହ। ହଁ, ଜାହ୍ନବା ଜ୍ୟୋତି ପ୍ରଭା ମାତାଜୀ କୁହ। ସାଧନା ଭକ୍ତି ଆକ୍ଚୁଆଲି ଥରେ ମିଳିଗଲା ମାନେ ସାଧନା ଭକ୍ତି ସକ୍ସେସ୍ ହେଲା ପରେ ଭାବ ଯୋଉ ମିଳେ, ଭାବ ପରେ ଜଣେ ଆଉ ପଛକୁ ଫେରିବା ଚାନ୍ସେସ୍ ନଥାଏ, ସେ ପ୍ରେମ କୁଶରକୁ ଆସିଯିବ। ସେଥିପାଇଁ ସାଧନାଟା କଷ୍ଟ କରିକି ଭାବ ଭକ୍ତିକୁ ଆସିଯାଏ। ଆଚ୍ଛା ଠିକ ଅଛି। ରୁହ, ହରେ କୃଷ୍ଣ ନିତ୍ୟ ପ୍ରଭୁ, ପ୍ରିୟା, ହରେ ରୁହ କୃଷ୍ଣ ରୁହ, ପ୍ରଭୁ, ଦଣ୍ଡ ଯୋଉମାନେ ପ୍ରଣାମ। ହାତ ଟେକିଛ ସେମାନଙ୍କୁ କୁହାଉଛି, ରୁହ, ଧୈର୍ଯ୍ୟ ଧର, ତମେ ହାତ ଟେକୁନ। ନିତ୍ୟ ପ୍ରିୟା ବସୁଧା ମାତାଜୀ। ଅନମ୍ୟୁଟ କରି କୁହ। ତମ ମୁଣ୍ଡ ଦେଖାଯାଉନି, ମୁହଁ ଦେଖାଯାଉନି, ତମ କ୍ୟାମେରା ଛାତକୁ ପକେଇ ଦେଇଛ। ହଁ, ଏବେ କୁହ। ହରେ କୃଷ୍ଣ ପ୍ରଭୁ, ଦଣ୍ଡ। ଅନମ୍ୟୁଟ କର, କ୍ୟାମେରା ମୋବାଇଲ ହାତ ମାର, ଅନମ୍ୟୁଟ କର। ଛାଡ଼, ମାତାଜୀ ପାରୁନାହାନ୍ତି। ମୁକୁନ୍ଦ ପ୍ରିୟ ମାତାଜୀ। ହରେ କୃଷ୍ଣ ପ୍ରଭୁଜୀ, ମାନେ ଏଠି କଣ କହିବି ପ୍ରଭୁଜୀ, ଭକ୍ତ ହୁଁ, ମାନେ ସାଧନାରେ ଯତ ଥିବ କିନ୍ତୁ ତାର ପ୍ରେମ ଆସିନଥିବ, ସେ ଭାବ ଭକ୍ତିରେ ସାଧନା କରିଥିବ କିନ୍ତୁ ପ୍ରେମ ଭାବଟା ଯେ ପର୍ଯ୍ୟନ୍ତ ନ ହେଇଥିବ ସେ ପର୍ଯ୍ୟନ୍ତ ଭଗବାନ ତାକୁ ଦିଅନ୍ତିନି, ଏ ପ୍ରେମଟାକୁ ଭାବ ପରେ ଦେଖାନ୍ତି। ପ୍ରେମ, ଭାବ ପରେ ଯାଇକି ପ୍ରେମ। ଆଚ୍ଛା, ଯିଏ ପ୍ରେମ ପାଇଗଲା ତ ଭାଗ ଦ୍ୱିତୀୟ ପରେ ତୃତୀୟ, ଯିଏ ତୃତୀୟ ସମୟ ପଡିଲା ତା ଦ୍ୱିତୀୟ ପରେ କଣ ଦରକାର? ଏଠି ଆମର ଭାବ କଥା ପଡିଛି, ପ୍ରେମ ଆସିନି ପର୍ଯ୍ୟନ୍ତ, ପ୍ରେମ ପରେ ଆସିବ। ସଲିଲ ବିହାରିଣୀ ମାତାଜୀ ତାହେଲେ ଆସୁନି। କୁହ। ରୁହ ରୁହ, ନିତାଇ ମାତାଜୀ କୁହ, ସେ ଅନମ୍ୟୁଟ କଲେ, କୁହ। ହରେ କୃଷ୍ଣ ପ୍ରଭୁଜୀ, ଦଣ୍ଡବତ ପ୍ରଣାମ। ପ୍ରଭୁଜୀ, ଭଗବାନ ସବୁବେଳେ ପରୀକ୍ଷା ନିଅନ୍ତି, ଭକ୍ତର କଷଟି ପଥର ଯେମିତି କଷିକି ନିଅନ୍ତି, ଭଗବାନ ସେଠି ତାଙ୍କୁ ପରୀକ୍ଷାରେ ପରଖି ନେଇକି ତାପରେ ଭକ୍ତର ସାଧନାକୁ ଆକ୍ସେପ୍ଟ କରନ୍ତି ପ୍ରଭୁ। ଠିକ ଅଛି, ଭଲ କଥା କହିଲେ, କିନ୍ତୁ ଟେକ୍ନିକାଲ ଆଉ ଟିକେ ଆନ୍ସର ଦରକାର। এই ଆନ୍ସର ମାନେ 100% ପରଫେକ୍ଟ ନୁହଁ। ବହୁତ ବହୁତ ଧନ୍ୟବାଦ ଚେଷ୍ଟା କରିଥିବାରୁ। ସଲିଲ ବିହାରୀ ମାତାଜୀ। ହରେ କୃଷ୍ଣ ପ୍ରଭୁ, ଦଣ୍ଡ ପ୍ରଣାମ। ଭଗବାନ ଭକ୍ତଙ୍କ ପାଖରେ ବନ୍ଧା ପଡିଯିବେ, ଭକ୍ତି ଭାବରେ ଭଗବାନ ବନ୍ଧା ୟେସ୍, ଏଇ ପଡିଯିବେ ପଏଣ୍ଟ ଭକ୍ତ ଟା ମୁଁ ପାଖରେ। ଖୋଜୁଥିଲି। କିଏ ସେଥିପାଇଁ ଚାହେଁ ଆମେ ଆଉ ଜଣଙ୍କ ପାଖରେ ବାନ୍ଧି ହେଇକି ରହିଯିବା? ଭଗବାନ ଯାହାକୁ ଭାବ ଭକ୍ତି ଦେବେ, ଭଗବାନ ତାପରେ ବାନ୍ଧି ହେଇକି ରହିବେ। ତ ଏତେ ଶୀଘ୍ର କଣ ସେ ତାର ବନ୍ଧନ ଜଣେ ନିଜେ ନିଜେ ଜଣେ ବନ୍ଧନରେ ପଡିବ? ତେଣୁ କରି ଭଗବାନ ତାକୁ ଭାବ ଭକ୍ତି ଦେବେ, ତାକୁ କଷଟି ମା ଯୋଉ କହିଲେ, ନିତାଇ ମାତା ଯୋଉ କହିଲେ, କଷଟି ପଥରରେ କଷି କଷି ଯୋଉ କହନ୍ତି ଲୋକ, ଭଗବାନ କଷି କଷି ଦେବେ, କିନ୍ତୁ ତାର ପ୍ରକୃତ କାରଣ ହଉଛି ଏଇଥିପାଇଁ ଯେ ଭଗବାନ ନିଜେ ବନ୍ଧନରେ ସେ ଯଦି କହିବ ମୋ ପ୍ରଭୁ ଏଇଟା, ମୋ ପ୍ରଭୁ, ସେ ଯାହା କହିବ ପ୍ରଭୁ ସେ କରିବେ। ସନାତନ ଗୋସ୍ୱାମୀ ତାଙ୍କ ଝୁଲିରେ ରଖି ଗୋପାଳକୁ ବୋଲୁଥିଲେ। ଆରେ ଯିଏ ଯଶୋଦା ମାର ଏତେ ଲହୁଣୀ ଖାଇ, ଏତେ ଘିଅ ଖାଇ, ଏତେ ଇଏ ଖାଇ, ସିଏ ଆଜି ସନାତନ ଗୋସ୍ୱାମୀ ପାଖରେ ଖାଲି ଅଟା ଦଳା ଖାଉଛି, ଲୁଣ ବି ନାହିଁ, ଖାଲି ରୁଟି ବି ନୁହଁ, ଖାଲି କଞ୍ଚା ଅଟା ଦଳା ପାଣି ପକେଇ। ବାପା ଟିକେ ବାବାଜୀ ଟିକେ ମତେ ଲୁଣ ଦେ, ମତେ ଗୃହସ୍ଥ କରିବୁ ନା କଣ? ଲୁଣ ଆଜି ଲୁଣ ମାଗିଲୁଣି, କାଲି କ୍ଷୀର ମାଗିବୁ, କାଲି ଇଏ ମାଗିବୁ, ଇଚ୍ଛା ଦେଖା ନହେଲେ ନାହିଁ, ଯାହା ତୋ ଅବସ୍ଥା ତୁ ନିଜେ କର। ତ ଭଗବାନ ଯାହାକୁ ଭାବ ଭକ୍ତି ଦିଅନ୍ତି, ସେ ତାଙ୍କ ପାଖରେ ବାନ୍ଧି ହେଇଯାନ୍ତି, ତେଣୁ ଭଗବାନ ଦିଅନ୍ତି, ଏତେ ଶୀଘ୍ର ଦିଅନ୍ତି। ଏଇଟା ହେଲା ତା ପଏଣ୍ଟ, ଖୋଜି ଖୋଜି ଆସିଲା। ଏବେ ଆମେ ସେ ବିଷୟରେ ଟିକେ ଆଲୋଚନା କରିବା 5 ମିନିଟ। ତ ଭଗବାନ ଭକ୍ତି ସୁଦୁର୍ଲଭ, 2 ପ୍ରକାର, ଯେ ବିନା ଆସକ୍ତିରେ ବା ନିଷ୍ଠାରେ ଭାବ ଭକ୍ତି ପ୍ରାପ୍ତ ହେବନି। ଆସକ୍ତି କାହା କୁହାଯାଏ? କିଏ କହିପାରିବ? ଆଶା ଆସକ୍ତି ପ୍ରଭୁ, କାହା କୁହାଯାଏ? କୌଣସି ଜିନିଷ ପ୍ରତି ଆଶା, ମାନେ ଆମର ତା ପ୍ରତି
ଆସକ୍ତି ମାନେ ଲୋଭ ହବ ଯାହା ପ୍ରଭୁ ପ୍ରତି ଆଶା ଲୋଭ ଆଶାଟା ଅଲଗା, ଆସକ୍ତି ଅଲଗା। ଆଜ୍ଞା କିନ୍ତୁ ଗୋଟେ ଜିନିଷ ଆସକ୍ତି ପ୍ରତି ଆକୃଷ୍ଟ ପ୍ରଭୁ ଭଗବାନଙ୍କର ସେବା କରିବା ପାଇଁ ଲୋଭ ଯୋଉଟା ଇନ୍ଦ୍ରିୟର ଭୋଗ୍ୟ ବିଷୟବସ୍ତୁ ପ୍ରତି ଆକାଂକ୍ଷାଟା ହେଲା ଆସକ୍ତି। ଚକ୍ଷୁ ପ୍ରଭୁ ଚାହୁଁଛି ସୁନ୍ଦର ରୂପ ଦର୍ଶନ ଆଶାଟା କରିବା ହଉଛି ପାଇଁ। ଆସକ୍ତି। କୌଣସି ଜିନିଷ ଆଚ୍ଛା ପ୍ରତି ଠିକ ଆଶା ଅଛି, ହଁ ହେଇଯିବା ଇଏ ମାନେ ବି ସେଟା ୱାନ୍ ଟାଇପ୍ ଅଫ୍, ଆସକ୍ତି। ହଁ ସେଇଟା ଆଶା କରିବା। ତ କିନ୍ତୁ ତୀବ୍ର ମାତ୍ରାରେ ଇନ୍ଦ୍ରିୟର ଚକ୍ଷୁ ଚାହୁଁଛି ଦର୍ଶନ କରିବା ପାଇଁ, ଜିହ୍ବା ଚାହୁଁଛି ସୁନ୍ଦର ସ୍ୱାଦ ରସ ଆସ୍ୱାଦନ କରିବା ପାଇଁ। କିନ୍ତୁ ସ୍ୱାଭାବିକ ବୃତ୍ତି ଯୋଉ ଖଟା ଖାଇଲା ମାନେ ଆଉ ଗୋଟେ ସ୍ତ୍ରୀ ଜୀବରୁ ନାଳ ବାହାରୁଛି। କିନ୍ତୁ ସ୍ୱାଭାବିକ ଆସକ୍ତି ମାନେ ଆକର୍ଷଣ, ଏଇଟା କୁହାଯାଏ ଆସକ୍ତି। ପୁରୁଷ ସ୍ତ୍ରୀ ଏଇଟା ସ୍ୱାଭାବିକ ଆକର୍ଷଣ। ଠିକ ସେପରି ଯେତେବେଳେ ନ୍ୟୁ ଡିଭୋଟି ଜଏନ୍ କରୁଛି, ତାକୁ କୁହାଯାଏ ମଙ୍ଗଳରାତି ଉଠୁ, ମନ୍ଦିରରେ ଘଣ୍ଟି ବଜା ହଉଛି, ଇଏ କରାଯାଉଛି। ଧୀରେ ଧୀରେ 5 ବର୍ଷ 10 ବର୍ଷ ଗଲା ପରେ ଅଟୋମେଟିକ 3ଟା 7 ହେଲା ମାନେ କହିବା ପାଇଁ ପଡୁନି, ସେ ଉଠି ସ୍ନାନ ଦାନ କରି ମନ୍ଦିର ଖୋଲିବା ପୂର୍ବରୁ ସେ ମନ୍ଦିର ହାଜର। ଏଇଟା ହେଲା ଆସକ୍ତି। ମଙ୍ଗଳରାତିରେ ମୁଁ ଜଏନ୍ କରିବି। ଆମର କଣ ଥିଲା ପଏଣ୍ଟ? ଆସକ୍ତି। ଆସକ୍ତି କାହା କହିବେ? ଯେତେବେଳେ ସ୍ୱାଭାବିକ ଇନ୍ଦ୍ରିୟ ତାଙ୍କର ସବୁ କିଛିର ଭୋଗ୍ୟ ବସ୍ତୁ ତ୍ୟାଗ କରି ଇନ୍ଦ୍ରିୟ ହୃଷିକେଶଙ୍କ ପ୍ରତି ଆସକ୍ତି ଆଚରଣ କରିବ, ନିଷ୍ଠା ପ୍ରଦର୍ଶନ କରିବ, ସେଇଟା କୁହାଯାଏ ଆସକ୍ତି, ଭଗବତ ଆସକ୍ତି। ଏବଂ ଚୈତନ୍ୟ ଚରିତାମୃତରେ ଆମେ ଯୋଉ କହୁଥିଲେ ଯେ କଣ ପାଇଁ ଭଗବାନ ଦିଅନ୍ତିନି ଭାବ ଭକ୍ତି, କୃଷ୍ଣ ଯଦି ଛୁଟେ ଭକ୍ତ ଭୁକ୍ତି ମୁକ୍ତି ଦିଆ, କବୁ ପ୍ରେମ ଭକ୍ତି ନା ଦେନା ରାକ୍ଷଣ ଲୁକାଇଆ। କୃଷ୍ଣ ଭଗବାନ କୃଷ୍ଣ ଭୁକ୍ତି ମୁକ୍ତି ସବୁ ଦେଇ ଦିଅନ୍ତି ଭକ୍ତ, କିନ୍ତୁ ପ୍ରେମ ଭକ୍ତି ବହୁତ ଶୀଘ୍ର ଦିଅନ୍ତିନି, ଭାବର ପରେ। ତେଣୁକରି ଜଣେ ଜଣେ ଲୋକ କୁହନ୍ତି ମୁକ୍ତି ବି ଭଗବାନ ଏତେ ଶୀଘ୍ର ଦିଅନ୍ତିନି, ଏଟା ଭୁଲ ଧାରଣା। ମୁକ୍ତି ଭଗବାନ ବହୁତ ଶୀଘ୍ର ଦେଇ ଦିଅନ୍ତି, କିନ୍ତୁ ଜଡ ଜଗତରେ ବ୍ୟକ୍ତି ମାନଙ୍କ ପାଇଁ ମୁକ୍ତି ପାଇବା ବହୁତ କଠିନ। ମୁକ୍ତିଟା ବି ବହୁତ ବଡ ଜିନିଷ। ମୁକ୍ତିଟା ସାଧାରଣ ଜିନିଷ ନୁହଁ। ଏ ଯୋଉ ସାରୁଜ୍ୟ 5 ପ୍ରକାର ମୁକ୍ତି, ସାରୁଜ୍ୟ, ସାର୍ବଭୌମ, ସାରୂପ୍ୟ, ସାର୍ଲୋକ୍ୟ, ଶାସ୍ତି। ମୁଚୁକୁନ୍ଦ ମହାରାଜଙ୍କର ଚରିତ୍ରରେ ଦେଖିବା ପାଇଁ ମିଳେ, ଯେତେବେଳେ ସେ ଦେବତା ମାନଙ୍କ ପାଇଁ ସେନାପତି ପଦରେ ଅଭିଷିକ୍ତ ହେଲେ, ଯୁଦ୍ଧ କଲେ ଏବଂ ବିଜୟୀ ଦେଲେ ଦେବତା ମାନଙ୍କୁ, ସେତେବେଳେ କହୁଛନ୍ତି କୈବଲ୍ୟ ମତେ ନା। ଦେବତା ମାନେ କହୁଛନ୍ତି ଯେ, ଦେବତା ମାନେ କହୁଛନ୍ତି ତମେ କଣ ଚାହୁଁଛ ଚାହ। ସେ କହିଲେ ମୁଁ ଶାନ୍ତିରେ ଶୋଇବି। କିନ୍ତୁ ତା ପୂର୍ବରୁ କଣ କହୁଛନ୍ତି ଦେବତା ମାନେ? ନା ସବୁ ଚାହିଁବ, କୈବଲ୍ୟ ମତେ ନା। କୈବଲ୍ୟ ଚାହିଁବନି। ଦେବତା ମାନେ ବି ମୁକ୍ତି ଦେଇପାରିବେନି, ଦେବତା ମାନଙ୍କର ଯୋଗ୍ୟତା ନାହିଁ ମୁକ୍ତି ଦେବା ପାଇଁ। ତ ମୁକ୍ତିଟା ବି ସାଧାରଣ କଥା ନୁହଁ। ଏପରି ସତ୍ୟ କାହିଁକି ରଖିଲେ? ପ୍ରଶ୍ନ ହବ। ଦେବତା ମାନେ କହିଲେ ଯା କଣ ମାଗୁଛ ମାଗ, ପୁଣି କହିଲେ କୈବଲ୍ୟ ମତେ ନା, ମାନେ ମୁକ୍ତି ମାଗିବ ନାହିଁ। ଏପରି ସତ୍ୟ କାହିଁକି ରଖିଲେ? ତାର ଉତ୍ତର ହଉଛି ଏକ ଈଶ୍ୱର ତସ୍ୟ ଭଗବାନ ବିଷ୍ଣୁ ଅଦ୍ବୟ। ଏକ ଏବଂ ଈଶ୍ୱର ତସ୍ୟ ଭଗବାନ ବିଷ୍ଣୁ ଅଭୟ। ଏହାର ବା ଏଇ ମୁକ୍ତିର ନିୟନ୍ତା କେବଳ ଭଗବାନ ବିଷ୍ଣୁ। ଦେବତା ମାନେ ମୁକ୍ତି ଦେଇପାରିବେନି, ଏ ମୁକ୍ତିର ନିୟନ୍ତା କେବଳ ଭଗବାନ ବିଷ୍ଣୁ। ତେଣୁକରି ଯେ ଭକ୍ତି ସୁଦୁର୍ଲଭା, ଭଗବାନ ପ୍ରତି ଆସକ୍ତି ଭାବରେ ସେବା କରିବା, ଏବଂ ଭଗବାନ ମଧ୍ୟ ଚାହାନ୍ତିନି ସମସ୍ତ ଭକ୍ତଙ୍କୁ ଏଇ ଭାବ ଭକ୍ତି ପ୍ରଦାନ କରିବା ପାଇଁ। କଣ ପାଇଁ ନା ଭଗବାନ ନିଜେ ନିଜେ ବାନ୍ଧି ହେଇ ରହିବା ପାଇଁ ପଡିବ। ତେଣୁକରି ଭଗବାନ ବହୁତ ପରୀକ୍ଷା କରି ଉପଯୁକ୍ତ ସ୍ତରରେ ପହଞ୍ଚିଲା ପରେ ଦିଅନ୍ତି। ଏବେ ଆସିବ ପ୍ରେମ ଭକ୍ତି। ଆମେ ଆସନ୍ତା କ୍ଲାସରେ କାଲି ଆମେ ଆଲୋଚନା କରିବା। ଆଚ୍ଛା, ଆଜି 8ଟା ହେଇଗଲାଣି। ଆମର
ଭକ୍ତ ବହୁତ କମ ଆଜି ଟିକେ ଭଲ ଭକ୍ତ ଜଏନ କରିଛନ୍ତି 27 ଜଣ ଭକ୍ତ ଜଏନ କରିଛନ୍ତି ମାୟାପୁର ଇନଷ୍ଟିଚ୍ୟୁଟ ଚେୟାରମ୍ୟାନ ରେକର୍ଡିଂ ଏବେ ବନ୍ଦ କରିଦିଅ ମାୟାପୁର ଇନଷ୍ଟିଚ୍ୟୁଟ ଚେୟାରମ୍ୟାନ ପ୍ରଭୁ ପଦ୍ମାନନ୍ଦ ପ୍ରଭୁ ଶ୍ରୀପାଦ ପଦ୍ମାନନ୍ଦ ଦାସ ବ୍ରହ୍ମଚାରୀ ପ୍ରଭୁ ସେ ଆସିଛନ୍ତି ପୁରୀ ମୁଁ ସାରା ଦିନ ତାଙ୍କ ସହିତ ଥିଲି ବହୁତ ବ୍ୟସ୍ତରେ ଥିଲି ଖାଲି କ୍ଲାସ ପାଇଁ କହିଲି ବୋଲି ପ୍ରଭୁ କହିଲି ଠିକ ଅଛି ଯାହା କହିଲି ପ୍ରଭୁ ଖାଲି କ୍ଲାସ କରିପାରୁନି ଏକାଦଶୀ ଥିଲା ଗୀତା ପାଠ ଥିଲା ଆଉ ମୁଁ ବି ଖାଲି ଘରେ ରହିଯାଇଥିଲି ଭୁବନେଶ୍ୱରରେ ଖାଲି ପୁରୀ ଆସୁଥିଲି ସେଇଟା ମୁଁ ଟ୍ରେନରେ ଥିଲି ଭୁବନେଶ୍ୱର ପୁରୀ ଆସିଥିଲି ତେଣୁକରି କାଲି ହରେ କ୍ଲାସ କୃଷ୍ଣ କ୍ୟାନ୍ସଲ ପ୍ରଭୁଜୀ କାଲି ହେଇଯାଇଛି ଆପଣ ଆସିଥିଲେ ହରେ କୃଷ୍ଣ ପ୍ରଭୁଜୀ କାଲି ଆସିଥିଲେ ଆପଣ ଭୁବନେଶ୍ୱର ଆମ ଟେମ୍ପୁଲ ଯାଇନଥିଲି ଘରେ ଥିଲି କୃଷ୍ଣ ବଳରାମ କିଛି କାମ ମନ୍ଦିର ଥିଲା ନା ଟେମ୍ପୁଲ ଯାଇନଥିଲି ଘରେ ଆଜ୍ଞା ଥିଲି ଆଜ୍ଞା ତାପରେ ସନ୍ଧ୍ୟାବେଳେ ଆସିଥିଲି କ୍ଲାସ ବନ୍ଦ ପ୍ରଭୁ କହିଲେ ଠିକ ଅଛି ଯା କ୍ଲାସ ଦେ ତ ପ୍ରଭୁଙ୍କ ସହିତ ମୁଁ କଥା ହଉଥିଲି ଯେ ଆମର ଏଇ ସାର୍ଟିଫିକେଟ ଡିଷ୍ଟ୍ରିବ୍ୟୁସନ ପ୍ରୋଗ୍ରାମ ବିଷୟରେ ବି ଏବଂ ଭକ୍ତ ମାନଙ୍କର ମତାମତ ଅଲମୋଷ୍ଟ ପ୍ରାୟ ଆସିଛି 5 ମିନିଟ ଭିତରେ କ୍ଲାସ ସାରିଆ এই ডিসকସନ ତ ଯାହା ସାରାଂଶ ମୋର ଅନୁଭବରୁ ମୁଁ ନଉଛି ଯେ ସେତେବେଳେ ପ୍ରୋବ୍ଲେମ ହବ ରୁମ୍ କାରଣ ମ୍ୟାରେଜ କୀର୍ତ୍ତନ ମେଳାରେ ଏତେ ରୁମ୍ ଡିଫିକଲ୍ଟ ହବ ଆଉ ଏତେ ଭକ୍ତ ଆପଣ ମାନେ ଯିବେ 30-40 ଜଣ ତା ସହିତ ଆପଣଙ୍କର ଫ୍ୟାମିଲି ରିଲେଟିଭସ୍ କିଏ ଜଣେ ଅଧେ ଯିବେ ଏମିତି କି ପାଖାପାଖି ଏମିତି ବି 60-70 ଜଣ ହେଇଯିବେ ଆପଣ 1-2 ଦିନ ପାଇଁ ରୁମ୍ ଦେବେନି ନେଭର କାରଣ ମାୟାପୁର ଗୌରପୂର୍ଣ୍ଣ ଫେଷ୍ଟିଭାଲ ସେତେବେଳେ ବୁକିଂ ଚାଲିଛି ମନ୍ଥଲି ମୁଁ ବି ବୁକିଂ କରିଛି ଗୋଟେ ରୁମ୍ ଆମ ଘର ମାନେ ବୋଉ ପାଇଁ ଫେବୃଆରୀ 6 ରୁ ମାର୍ଚ୍ଚ 5 ପୁରା ମାସଟେ ପାଇଁ ରୁମ୍ ବୁକିଂ ଅଛି ଗୋଟେ ରୁମ୍ ବୁକିଂ କରିଛି ଅଲରେଡି ଏବେଠୁ ପଇସା ଦିଆ ସରିଲାଣି ଶ୍ରୀକ୍ଷେତ୍ର ପରିବାର ଦିନ ମୁଁ ପଇସା ପଠେଇଲି ପୁରା ମାସକ ପାଇଁ ପେମେଣ୍ଟ ତମେ ଯାଅ କି ନ ଯାଅ ଆଉ ପେମେଣ୍ଟ ନୋ ରିଟର୍ନ ତ ତେଣୁକରି ସେଇ ଟାଇମରେ ରୁମ୍ ଯଦି ଆପଣ ମାନେ ସମସ୍ତେ ନିଜେ ନିଜର ରୁମ୍ ଆରେଞ୍ଜମେଣ୍ଟ ଅନ୍ ସ୍ପଟ୍ କହିବନି ପ୍ରଭୁ ରୁମ୍ ମିଳିଲାନି ମୁଁ ଯାଇପାରିଲିନି ଦିସ୍ ଇଜ ନଟ୍ ବୈଷ୍ଣବ ଟିକେଟ ହରେ କୃଷ୍ଣ ପ୍ରଭୁ ଆମେ ତ ରୁମ ବୁକିଂ କରିପାରିବୁନି ସେଥିପାଇଁ ଆପଣଙ୍କ ଉପରେ ହିଁ ଡିପେଣ୍ଡ ତ ଆମେ ତେଣୁକରି ସେତେବେଳେ ମୁଁ ବି ରୁମ୍ ଦେଇପାରିବିନି ପ୍ରଭୁଜୀ ଯଦି ରୁମ୍ ନ ମିଳୁଛି ଆପଣ ଯୋଉଟା କରିଥିଲେ ସେମିତି ପ୍ରୋଗ୍ରାମ ନହେଲେ କରିବା ଆମେ ଟିକେ ଦର୍ଶନ ବି ସବୁଆଡେ କରିପାରିବା ନହେଲେ ତ ଗୋଟେ ହଁ ଦିନରେ ଯାଇକି ତେଣୁକରି ଆସିଲେ ପ୍ରଭୁ ବି ହଁ ଚାହୁଁଛନ୍ତି ହରେ ପ୍ରଭୁ ବି କୃଷ୍ଣ ମତେ କହିଲେ ସହିତ 2 ଦିନ ମିନିମମ୍ ସେଠି ରହିବା ପାଇଁ ପଡିବ ନହେଲେ ତ ପ୍ରଭୁ ଅସୁବିଧା ବି ସେୟା କହିଲେ ପ୍ରଭୁ କହିଲେ ହୁଁ ଏମିତି ଆସିବେ ଖାଲି ସାର୍ଟିଫିକେଟ ନେଇକି ଯିବେ ଏତେ ଭଲ ଲାଗିବନି ତୁ ପ୍ରଥମ ଥର ଯେମିତି ସେ ପ୍ରୋଗ୍ରାମ କରିଥିଲୁ ସେମିତି କର ଅଲଗା ଟାଇମରେ ନେଇକି ଆ ସେମାନେ ରହିବେ ତ ପ୍ରୋଗ୍ରାମ କେମିତି ହବ ଅଲଗା ଟାଇମରେ ଆମେ ପରେ ଡିସକସ କରିବା ତ ଆଜ୍ଞା ଅଲମୋଷ୍ଟ ବର୍ତ୍ତମାନ ଫାଇନାଲ ହଉଛି ସେ ମାର୍ଚ୍ଚ ମାସରେ ପ୍ରଭୁ ହବ କାରଣ ମାର୍ଚ୍ଚ ଲାଷ୍ଟରେ ପ୍ରଭୁ ବୋଧେ ବିଦେଶ ପଳେଇବେ ପ୍ରଭୁ ସବୁବେଳେ ଇଣ୍ଡିଆରେ ରୁହନ୍ତିନି ବର୍ଷରେ 2-3 ମାନେ ସବୁ ମିଶିକି 2-3 ମାସ ସେ ଇଣ୍ଡିଆରେ ରୁହନ୍ତି ଅଲଗା ଟାଇମରେ ସାରା ଭାରତରେ ସେ ବିଶେଷ କରି ଇଂଲିଶରେ ସବୁ ସରି ସାରା ବିଶ୍ୱରେ ଇଂଲିଶରେ ସେ କୋର୍ସ ଭକ୍ତି ଶାସ୍ତ୍ରୀ ଭକ୍ତି ବୈଭବ ଏସବୁ ପଢାନ୍ତି ସେ ଚେୟାରମ୍ୟାନ ମାୟାପୁର ଇନଷ୍ଟିଚ୍ୟୁଟର ଆମର ଓଡିଆ ଭକ୍ତ ପୂର୍ବ ଆଶ୍ରମ ତାଙ୍କର ଓଡିଶା ବାଲେଶ୍ୱର ଜଳେଶ୍ୱର ଆମ ଗୁରୁ ଭାଇ ସେ ଆଉ ତାଙ୍କର ବି ସନ୍ନ୍ୟାସ ପ୍ରୋସେସିଂ ଆସନ୍ତା ବର୍ଷ ହେଇଯିବ ମାନେ ଆସନ୍ତା ବର୍ଷ ସନ୍ନ୍ୟାସ ସେ ନେବେ ତ ପ୍ରଭୁଙ୍କର ଇଚ୍ଛା ବି ଅଲଗା ଟାଇମରେ କରିବା ପାଇଁ ତେଣୁକରି ସମସ୍ତଙ୍କୁ ରିକ୍ୱେଷ୍ଟ ଚେଷ୍ଟା କରିବା ଆମେ ଅଲଗା ଟାଇମରେ ଯିବା ମୁଁ ବି ଚେଷ୍ଟା କରିବି ସେଇ ଟାଇମରେ ଜଗପତି ଗୁରୁ ମହାରାଜଙ୍କୁ ଆଣିବା ପାଇଁ ସାର୍ଟିଫିକେଟ ଗୁରୁଦମାତୁ ନେବା ପାଇଁ ଆଉ ଯିଏ ବରିଷ୍ଠ ବୋପାଦଙ୍କ ଶିଷ୍ୟ ଡିସାପୁଲ ଏବଂ ବୋପାଦଙ୍କ ଡିସାପୁଲ ମାତାଜୀ ପ୍ରଭୁଜୀ ଯିଏ ବି ଥିବେ ସନ୍ନ୍ୟାସୀ ଗୁରୁ ବରିଷ୍ଠ ଭକ୍ତ ମାନେ ଆସିବେ ସମସ୍ତେ ଭଲ ବହୁତ ସୁନ୍ଦର ପ୍ରୋଗ୍ରାମ ହବ ଅଳ୍ପ କିଛି ଅର୍ଥ ବ୍ୟୟବହୁଳ ହେଇପାରେ ଭକ୍ତି ପାଇଁ ଅର୍ଥ କିଛି ଗୋଟେ ମ୍ୟାଟର ନୁହଁ ସେଟା ଭଗବାନ ଥରେ ବ୍ୟସ୍ତ ହବ ଥିବେ ତ ଭକ୍ତି ଶାସ୍ତ୍ରୀ କୋର୍ସ ପାଇଁ ଥରେ ସେଠି ଆମର ଗୁରୁ ମହାରାଜ କିଛି ଭଗବାନ ତରଫରୁ ଖ୍ରୀଷ୍ଟ ଆମ ସାର୍ଟିଫିକେଟ ଇଷ୍ଟ ଭକ୍ତ କିଏ ଗରିବ ଅଛି ହଁ ହୁଁ, ହୁଁ। ଭଗବାନ ଯାହାର ଭଗବାନ ଯାହା ପାଖରେ ରହିଲେ ତାର କଣ ଅଭାବ କୋଟି କୋଟି ଭଗବାନ କୃଷ୍ଣ ଯେତେବେଳେ ଆସିଲେ ବୃନ୍ଦାବନକୁ ଗୋପୀ ମାନେ ଗାଉଛନ୍ତି କୋଟି କୋଟି ଲକ୍ଷ୍ମୀ ଐଶ୍ୱର୍ଯ୍ୟ ଆମର ଆସିଗଲା ଆଉ ଅର୍ଥ ପାଇଁ ଚିନ୍ତା କରନ୍ତୁନି ସେ ବିଷୟରେ ପରେ ଆଲୋଚନା କରିବା କେବେ କଣ କରାହବ 2-3 ଦିନ ପ୍ରୋଗ୍ରାମ ସରୁ ମାନେ ମାର୍ଚ୍ଚ 15 ଡିସେମ୍ବର ପରେ 10 ହେଲେ ତାରିଖ କେମିତି ହବ ପ୍ରଭୁ
ମାର୍ଚ୍ଚ ଆଜ୍ଞା 15 ମାର୍ଚ୍ଚ 15 ପରେ ହେଲେ ଭଲ ହବ ବୋଧେ ହଁ କାହିଁକି ନା ମାର୍ଚ୍ଚ 15 ପରେ ପିଲାଙ୍କର କରିବା। ଏକ୍ସାମ ସବୁ ହଁ ମାର୍ଚ୍ଚ ସରିଯାଇଥିବ 15 ପରେ କରିବା। ମାର୍ଚ୍ଚ 15 ପରେ କରିବା। ଆଜ୍ଞା ପ୍ରଭୁଜୀ। ସେ ମାର୍ଚ୍ଚ ଲାଷ୍ଟ ୱିକ୍ ଭିତରେ କରିବା, 20-22 ଭିତରେ, 20-25 ଭିତରେ ସେଟା ଦେଖିକି କରିବା। ତ ଠିକ ଅଛି, ଏ ବିଷୟରେ ଡିଟେଲ୍ସ ଆଲୋଚନା କରାଯିବ। ପ୍ରୋଗ୍ରାମ କେମିତି କଣ ହବ, ପ୍ରସାଦ ମେନୁ କଣ ରହିବ, ସିଡ୍ୟୁଲ କେମିତି ରହିବ, ସବୁ କିଛି ଆଲୋଚନା କରାଯିବ, ଡିସ୍କସ କରାଯିବ। ସ୍ପେଶାଲ ଆଉ ଗୋଟେ ବି ଏଇ ଗ୍ରୁପ ଅଛି, ସେଇ ଗ୍ରୁପରେ ଆପଣ ମାନଙ୍କର ଯଦି କିଏ ରିଲେଟିଭ୍ସ ଯିବା ପାଇଁ ଚାହାନ୍ତି ସେମାନଙ୍କୁ ନମ୍ବର ଆଡ୍ କରାହବ। ହଁ ଟିକେଟ କିନ୍ତୁ ସମସ୍ତେ ନିଜେ ନିଜେ କରିବେ। 2 ମାସ ପୂର୍ବରୁ ଟିକେଟ କରିବା ଦରକାର ଟ୍ରେନରେ। ତ ମାର୍ଚ୍ଚ 15 ହେଲେ ଜାନୁଆରୀ 15, ଫେବୃଆରୀ 15, ମାର୍ଚ୍ଚ 15। ତ ଆମ ହାତରେ ଅଲରେଡି ଆହୁରି ମାସଟେ ଅଲମୋଷ୍ଟ ଅଛି ଏସବୁ ବିଷୟରେ ଆଲୋଚନା କରିବା ପାଇଁ। ହଁ ତା ଭିତରେ ଆମ କୋର୍ସ ହଁ ସରିଯାଇଥିବ। କୋର୍ସ ସରିଯାଉ, ପୁରା ପାଠପଢା ସରିଯିବ ଡିସେମ୍ବର 20 ଭିତରେ। 20 ଭିତରେ ହୁଏତ ସରି ନପାରେ, କାହିଁକିନା ମଝିରେ ମୋର 3-4 ଦିନ ବ୍ରେକ୍ ନେବାର ଅଛି। 3ଟା ଯଜ୍ଞ କରିବି ଗାଁରେ, ମାନେ ବୃନ୍ଦାବନ ଜଣେ ସ୍ପେଶାଲ ଯଜ୍ଞକାରୀ ଭକ୍ତଙ୍କୁ ଡକଉଛି। ଗାଁରେ 3ଟା ଯଜ୍ଞ କରାହବ। ତ 3-4 ଦିନ ସେପଟେ ଯିବ। ବୋଧହୁଏ ଡିସେମ୍ବର 20 ଭିତରେ ସରିବନି, ଡିସେମ୍ବର 25 ଆଡକୁ ହେଇଯିବ। ତ 25 ଭିତରେ କୋର୍ସ ସରିଗଲା ପରେ ଆମେ ଶାନ୍ତିରେ ଏମିତି ଗୋଟେ ଦିନ କେବଳ ପ୍ରୋଗ୍ରାମ ପାଇଁ କ୍ଲାସ ନବା ଏଇ ଜୁମ୍ ଆଇଡିରେ। ସମସ୍ତଙ୍କର ଆଇଡିଆ ଦବ, କଣ କଲେ ଭଲ ହବ, କେମିତି କଲେ ସରଳ ହବ, ଭକ୍ତମାନଙ୍କର ସୁବିଧା ହବ, ଇଏ ହବ। ସେବା ସମସ୍ତଙ୍କର ସେବା ମନୋଭାବ ରଖିକି ଆମେ ସେଟାକୁ କରିବା, ଗୁରୁ ବୈଷ୍ଣବଙ୍କର ଖୁସି ପାଇଁ, କୃଷ୍ଣଙ୍କର ଖୁସି ପାଇଁ, ଯାହା ଭଗବାନଙ୍କ ଇଚ୍ଛା ଥିବ। ଆରେ ହରେ କୃଷ୍ଣ। କନଫର୍ମ ପ୍ରଭୁ ଆଜ୍ଞା ଆମେ ସବୁ ପାସ୍ କରିବୁ କି ନାଇଁ କନଫର୍ମ। ଅବଶ୍ୟ ରାଖିବେ କୃଷ୍ଣ ବିଶ୍ୱାସ ପାଳନ। ଭଗବାନ କୃଷ୍ଣ ଆଉ ଗୁରୁଦେବଙ୍କ ଉପରେ ଯେ ଭରସା ରଖିଥିବେ ସେ କେବେ ଫେଲ ହେବେନି କୌଣସି ଜାଗାରେ, ମାନେ ଏଇଠି ନୁହଁ, କୌଣସି ଜାଗାରେ। ବିଶ୍ୱାସ କରିବେ କହିବା କଥା ନୁହଁ। 2018 ମସିହାରେ ଯେତେବେଳେ ମୁଁ ଭକ୍ତି ଶାସ୍ତ୍ର ପଢିଲି, ସେତେବେଳେ ମୁଁ ଭାବିଥିଲି ଯେ ଆମ ଓଡିଶାରେ ବି କେତେ ଲୋକ ଅଛନ୍ତି ସେ ଓଡିଆ ପଢିବେ ନା ଆଉ କିଛି ପଢି ପାରୁନାହାନ୍ତି ବା ବୁଝି ପାରୁନାହାନ୍ତି। ତ ଓଡିଆ ଭାଷାରେ କାହିଁକି ଇନଷ୍ଟିଚ୍ୟୁସନ ଆରମ୍ଭ ହଉନି? ତ ମୁଁ ତାପରେ ଆସିକି ଭୁବନେଶ୍ୱର ମନ୍ଦିରର ପ୍ରେସିଡେଣ୍ଟ ପ୍ରଭୁଙ୍କୁ ମୁଁ ରିକ୍ୱେଷ୍ଟ କରିଥିଲି, ଯେହେତୁ ଓଡିଶାର ଭୁବନେଶ୍ୱର ମନ୍ଦିର ହଉଛି ପ୍ରଭୁପାଦଙ୍କର ମନ୍ଦିର ଏବଂ ବଡ ମନ୍ଦିର ବି। ତ ପ୍ରଭୁ କହିଥିଲେ, ପ୍ରଭୁ ଆମେ ଭୁବନେଶ୍ୱର ମନ୍ଦିର ତରଫରୁ ଯଦି ଆମେ କୋର୍ସ କୋଅର୍ଡିନେଟ କରନ୍ତେ ତାହେଲେ ବହୁତ ସାରା ଓଡିଶାର ଭକ୍ତ ମାନେ ଉପକୃତ ହୁଅନ୍ତେ। ସମୟର ପ୍ରଭାବ, କୌଣସି ଭକ୍ତଙ୍କର ନିନ୍ଦା ନୁହଁ କି ସ୍ତୁତି ନୁହଁ, ଭଗବାନଙ୍କର କଣ ଇଚ୍ଛା, ଯାହା ତ ହେଇପାରିନଥିଲା। ଯେତେବେଳେ 2022 ମସିହାରେ ମୁଁ ତ ତାପରେ ଗୁରୁଦମ ସେବାରେ ଥିଲି, ସେତେବେଳେ ପଳେଇଲି। କାଳର ପ୍ରଭାବରେ ମୁଁ ଗୁରୁଦମ ସେବାରୁ ବାହାରିଲି ଏବଂ ତାପରେ ଭକ୍ତି ବୟ ପଢିଲି, ତାପରେ ଟିଟିସି କଲି, ଟିଚର ଟ୍ରେନିଂ କୋର୍ସ କଲି, ତାପରେ ସବୁ କରିକି ଲାଷ୍ଟକୁ ପୁଣି ଏଇ କଥାଟା ମୁଣ୍ଡରେ ପଶିଲା। ଯାହା ଗୁରୁଦେବ ପ୍ରଭୁପାଦ ସବୁ ବୈଷ୍ଣବ, ଆପଣମାନଙ୍କ ପରି ସମସ୍ତ ବୈଷ୍ଣବ ଏବଂ ଭଗବାନ କୃଷ୍ଣଙ୍କ କୃପାରୁ, ମହାପ୍ରଭୁଙ୍କ କୃପାରୁ ଫାଇନାଲି ଓଡିଶାରେ ପ୍ରଥମ ଥର ପାଇଁ ଏଇ ସେବାଟା ଭଗବାନ ଆମକୁ ଦେଲେ। ଆମ ପରେ ଭଦ୍ରକ, ବାଲେଶ୍ୱରର ହେମହରି ପ୍ରଭୁ, ପୂର୍ଣ୍ଣଚନ୍ଦ୍ର ପ୍ରଭୁ ଆରମ୍ଭ କରାଇଲେ। ମୋର ଆରମ୍ଭ କରିବାର 6 ମାସ ପରେ, ତା 1.5 ବର୍ଷ ପରେ ଭୁବନେଶ୍ୱର ମନ୍ଦିର ଆରମ୍ଭ କଲେ। ଏବେ ଆହୁରି ବହୁତ ବହୁତ ଜାଗା ଚାଲିଛି, କିନ୍ତୁ ଏଇଠି ଏଇ କଥାଟା ମୁଁ ହରେ ଏକ୍ସାମ୍ପଲ କୃଷ୍ଣ ଦେଲି ପ୍ରଭୁଜୀ। ଏଇଥିପାଇଁ। କୁହନ୍ତୁ। ଭକ୍ତି ବୈଭବଟା ବି ଆମେ ଏଇ ମାୟାପୁର ଇନଷ୍ଟିଚ୍ୟୁଟରେ କରିବୁ ଆପଣଙ୍କ ଇଏରେ। ହଁ ହଁ ନିଶ୍ଚିତ, ଧନ୍ୟବାଦ। ତ ଏଇଥିପାଇଁ ମୁଁ ଏ କଥାରେ କହିଲି, ମୁଁ ଯେ ଶ୍ରେଷ୍ଠ ବା ବଡ ସେଇଟା ନୁହଁ। ତ ଏଇ କଥାଟା ମୁଁ ଶିଖିଲି କୋଉଠୁ? ମୁଁ ଗୁରୁଦେବଙ୍କ ଲେକ୍ଚର ଶୁଣେ ବହୁତ, ଏବଂ ଗୌରବନ୍ଦର ଲେକ୍ଚର ଶୁଣେ। ଗୁରୁଦେବଙ୍କ ଲେକ୍ଚର ଓଡିଆରେ ଶୁଣେ, ଗୁରୁଦେବଙ୍କ ଲେକ୍ଚର ହିନ୍ଦୀରେ ଶୁଣେ। ଗୁରୁଦେବ ଗୋଟେ ଲେକ୍ଚର କହୁଛନ୍ତି ଅର୍ଜୁନଙ୍କୁ, କହୁଛନ୍ତି ଭଗବାନ କୃଷ୍ଣ ଅର୍ଜୁନକୁ ପଚାରୁଛନ୍ତି, କୃଷ୍ଣ ତମେ କାହା ବଳରେ ଏତେ ବଡ ବଡ ନା, କୃଷ୍ଣ ପଚାର ଅର୍ଜୁନକୁ, ଅର୍ଜୁନ ତୁମେ କାହା ବଳରେ ଏତେ ବଡ ବଡ ଶପଥ କରିଦେଉଛ? ଯୋଉ ଜଣେ ବ୍ରାହ୍ମଣର ବାଳକ ସବୁ ମରି ଯାଉଥିଲେ ଜନ୍ମ ହେଲା ମାନେ, ଅର୍ଜୁନଙ୍କ ପାଖକୁ ଆସି ଅର୍ଜୁନ କହିଲା, ମୁଁ ଯୋଦ୍ଧା ବୀର ଅଛି, ଏଇ ସନ୍ତାନ ତମର କିଏ ମାରିବାକୁ ଆସି ମୁଁ ଦେଖିବି। ସିଏ ଜନ୍ମ ହେଇକି ତ ଏମିତି କମ ସେ କମ ମରିବା ପରେ ଶବ ପାଉଥିଲେ। ଯେଉଁଥର ଅର୍ଜୁନ ଶପଥ କଲେ ସେଇଥର ଟୋଟାଲ ଛୁଆ ହିଁ ଗାୟବ, ମୃତ ଶରୀରରେ ଗାୟବ। ଭାଗବତରେ ଅଛନ୍ତି। ତ ସେ ବ୍ରାହ୍ମଣ କହିଲେ ଏଇଟା ଟୋଟାଲି କ୍ଷତ୍ରିୟ ନୁହେଁ, ଏଟା ଗୋଟେ ଅଲଗା କିଛି। ସେଠୁ ଅର୍ଜୁନ କହିଲେ, ପ୍ରଭୁ ଆଜ ଆସିଗଲା, ତମ ଭକ୍ତ ପ୍ରତି ବଚାଅ। ସେଠୁ ଭଗବାନ ନେଇକି ସବୁ ସେ ନେଲେ, ଆପଣ ମାନେ ଜାଣିଛନ୍ତି।
पुणी ठीक महाभारत युद्ध से कले काली सूर्यास्त पूर्व जयदत्तर शरीर मूर्त न हम ताले मुझे अस्त्र त्याग करदेवी जयदत्त अर्जुन को नहीं पलैते ताग दिन गोड़े गोड़े अलग जगह को तो एपटे अलग महारथ मैंने मिसिकी अर्जुन पुत्र अभिमन्यु वध कर तो अर्जुन समाज पाई पूरा हाँ अर्जुन समाज पाई पूरा शपथ करदे आसंता काली सूर्यास्त पूर्व जयदत्तर वध ना मु अस्त्र त्याग कर तो नेक्स्ट दिन पांडव मानक युद्ध ना ना सॉरी कौरव मानक युद्ध ना कौन ना अर्जुन ठू जयदत्त को बचे रखिले अर्जुन सरेंडर कला माने युद्ध शेष तो सूर्यास्त हो आसला अर्जुन जुई रेडी है बसला से अर्जुन को भगवान पचार अर्जुन तुम क्या बल एत बड़ बड़ शपथ तपस्या ना शपथ नहीं कर अर्जुन मोर आ किए अच्छे मो पार्थ सारथी मो पाखे मो सारथी मो पाखे मो सारथी मोर बल सेमती भगवान कृष्ण को भरसा रख हाँ यही प्रसंग पचारा ये सब कथा शुणिकी जदि भक्ति मार्ग में आम बहुत क्षुद्र जीव एवं भक्ति सत्संग आम भी आलोचना करते मोर ये अभिलाष अभिलाष बिना तो भक्त भक्ति कर बहुत हाई प्रोफाइल अभिलाष करने दरकार कृष्ण को बड़ अभिलाष ताहले कृष्ण तुम हृदय रही संकीर्ण हृदय भगवान रही किपरि वैष्णव सेवा हम किपरि भगवान के सेवा हम से सेवा भाव मनर के कुंठाबोध करेंगे कुंठाबोध कले भगवान रही ठीक अच्छे समय बहुत है हरे कृष्ण आज प्रश्न नहीं पार्नी कार नेक्स्ट क्लास गोटे कथा पचारि अच्छा ये जो मोर यही अभिलाष विलास कुंज दियबा तो आम समस्ते गाऊ किंतु मु रूप सनातन गोड़िया मठ शुणी से गाँती मोर यही अभिलाष मायापुरे दियबास शुणु ये जो वंदनाटा लिखाई मोर ये विलास विलास कुंज दियबास विलास भक्तर स्व स्व भाव अच्छे अलग अलग भाव अच्छे से भाव मायापुर माने आमर मायापुर हूँ चैतन्य महाप्रभु धाम जो मैंने देखो जदियो भगवान भक्त समस्त भगवत प्राप्ति हेबे किंतु निज निज भाव और आकांक्षा अनुसार भगवान भगवत धाम जीवे नवद्वीप धाम अलग वृंदावन धाम अलग नवद्वीप धाम गले चैतन्य महाप्रभु लीला रही भगवान कृष्ण लीला नित्य चैतन्य महाप्रभु लीला भी नित्य पुरी धाम लीला अलग वैकुंठ लीला अलग अयोध्या लीला अलग द्वारका लीला अलग निज निज भाव अनुसार से धाम को से पात्र है अच्छा हाँ एते बुझिली मो मन से प्रश्न आसुला द्वारकावासी वृंदावन को आसपारे तार प्रमाण कृष्णदास जन साधु थे से द्वारका जाते राधानी भक्त ब्रजधाम रोते से गला भल लगे से सब हाथ में शंख चक्र सब चिता कटे सब महिषी माने पाटुराणी मान भगवान सेवा कर भगवान से राजा द्वारकार ऐश्वर्य मनोभाव पलि आसला सी भी निज शरीर सब चिता पिता कुटे वृंदावन आईले आउ नाम प्रभु न राधा समसुंदर लीला स्मरण न कांदी व्याकुल राधा तुमको ब्रजर स्थान ना तुम द्वारकावासी जाओ एवं सी एत राधा विरह पड़े जेहेतु राधा भक्त ना राधा राधा दासनी दासी दासी ना तो शरीर अग्नि बाहर सब साधु मान देखु देखु 2-3 दिन भितर शरीर विरह अग्नि बाहर शरीर जलीगला निजर माने व्यक्तिगत परंपरा बा गुरु जमी आसो आ कि समय अल्प दिन पर रूपदेश शुणी बोधे जे राधाकुंड स्नान आम इस्कन बहुत गुरु अच्छा मना कर राधाकुंड स्नान कर मुझे थर स्नान कर मो गुरु राधा भक्त भाई थे गुरुदेव थे पचारे कह कथा थे पचारे जन भक्त गुरुदेव अभी होली का टाइम है मायापुर नहीं जाएंगे इतना बड़ा फेस्टिवल हो रहा है गुरुदेव कह हम राधा रानी के हैं हम होली में बरसना जाएंगे तो जहाँ जहाँ भाव से भक्त नुह तुम निज निज स्तर रूप गोस्वामी भाई
ଅନୁପମ ସେ ରାମଜୀଙ୍କର ଭକ୍ତ ଥିଲେ। ରୂପ ସନାତନ ମିଶିକି ଅନୁପମ ଜୀବ ଗୋସ୍ୱାମୀଙ୍କର ବାପା ରୂପ ସନାତନ ମିଶିକି ଥରେ ପ୍ରିଚିଂ କଲେ। ସିଏ ଆସି ତାପରେ ସକାଳେ ଆସି କହୁଛନ୍ତି ରୂପ ଗୋସ୍ୱାମୀ କି ରଘୁନାଥର ଚରଣ ବେଚି ଅଛି ମାଥା, ରାମଜୀଙ୍କ ପାଖରେ ମୋ ମୁଣ୍ଡ ବିକି ଦେଇଛି, ମୁଁ ଆଉ ମୁଣ୍ଡ କାଢି ପାରୁନି ସେଠୁ। ତା ମାନେ ନୁହେଁ ସେ ଭକ୍ତ ନୁହଁ, ସେ ରାମଜୀଙ୍କର ପାର୍ଷଦ, ରାମଜୀଙ୍କ ସଖା, ସେ ଅଯୋଧ୍ୟା ପ୍ରାପ୍ତ ହେବେ। ବୁଝିପାରିଲ ତ? ହରେ କୃଷ୍ଣ। अच्छा गणपति महाराज की जय, गुरुदेव की जय, रूप गोस्वामी पाद की जय, भक्ति रसम गंता की जय, महाप्रेम टीचर की जय, निताई गौर सीतानाथ प्रेमानंद। हरे कृष्ण प्रभु जी। गुरुदेव प्रभुपाद की जय।